Shri Krishna Chaitanya Prabhu Nityananda Shri Advaita Gadadhara Shri Vasadi Gaura Bhakta Vrinda. Hare Krishna, Hare Krishna, Krishna Krishna, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Krishna, Hare Krishna. Bhagavati Vasudevaya Om Namo Bhagavati Vasudevaya Om Namo Bhagavati Vasudevaya. उपस्थित भक्त शब्द निगुण महापरमात्मा श्री कृष्ण भावना संगत धन्यवाद ज्ञापन करुछि। जेहेतु आपने आज कृष्ण नृसिंहदेवଙ୍କର ସୌଭାଗ୍ୟ ତିଥିରେ ଏଠାରେ ଏକତ୍ର ହୋଇ ଶ୍ରୀ ନୃସିଂହଦେବଙ୍କ ପ୍ରହ୍ଲାଦ ମହାରାଜଙ୍କ ବହୁତ ଚରିତ୍ର କଥା ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଭଗବାନ ହରିଙ୍କର ଅସଂଖ୍ୟ ଅବତାର ଅଛି, ଅସଂଖ୍ୟ ଅବତାର ଅସଂଖ୍ୟା ହରି ସତ୍ତ୍ୱନିଧି ଦ୍ୱିଜା ଯଥା ବିଦାସିଂ ତୁଲ୍ୟା ସରସ୍ୱତୀ ସହସ୍ରଶଃ। ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧରେ ଏ କଥା କୁହାଯାଇଛି। ସେ ଭଗବାନ ହରିଙ୍କର ଅସଂଖ୍ୟ ଅବତାର ଅଛି। ଯେପରି ଏକ ବିରାଟ ସରୋବରରୁ ଅସଂଖ୍ୟ ଶାଖା ବାହାରିଥାଏ, ଠିକ୍ ତଦ୍ରୁପ ଭାବେ ଅକ୍ଷୟ ସରୋବର ସଦୃଶ ହରିଙ୍କ ଠାରୁ ଅସଂଖ୍ୟ ଅବତାର ଆସନ୍ତି। ତେବେ ସେହି ଅବତାର ମାନ ସେ ପଦାପୃଷ୍ଠରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ସାଧନ ନିମିତ୍ତ ଭଗବାନଙ୍କର ସେ ଅବତାର ପୁରୁଷଗଣ ଏଠି ଆବିର୍ଭୂତ ହୁଅନ୍ତି, ଗୋଟେ ଜୀବକୁ ନାନା ଭାବେ ଶିକ୍ଷାଇ ଦିଅନ୍ତି। ତେଣୁ ସେମାନେ ଏଠି ଅବତୀର୍ଣ୍ଣ ହୁଅନ୍ତି। ବିଶେଷ କରି ଶ୍ରୀ ନୃସିଂହଦେବଙ୍କ ଆବିର୍ଭାବ ଭକ୍ତ ସଂରକ୍ଷଣ ଉଦ୍ଦେଶ୍ୟରେ ଏବଂ ଅସୁର ହିରଣ୍ୟକଶିପୁ ନିଦାରଣ ଯାହା କୁହାଯାଏ ବିନାଶାୟ ଦୁଷ୍କୃତାଂ। ଗୀତାରେ ଭଗବାନ କୃଷ୍ଣ ଯାହା ତାଙ୍କର ଅବତାର ସମ୍ବନ୍ଧରେ କହିଛନ୍ତି, ବିନାଶ ଏବଂ ସାଧୁ ସଂରକ୍ଷଣ। ତାଙ୍କର ଭକ୍ତ ଅତି ପ୍ରିୟ ଭକ୍ତ ସାଧୁ ଉଦ୍ଧାର କରିବେ, ଆନନ୍ଦ ଦେବେ, ଏହି ଉଦ୍ଦେଶ୍ୟରେ ଭଗବାନଙ୍କର ଅବତାର ମାନଙ୍କର ଏଠି ଅବତାର ହୁଏ, ଅବତୀର୍ଣ୍ଣ ହୁଅନ୍ତି। ତେବେ ଶ୍ରୀ ନୃସିଂହଦେବଙ୍କର ଆବିର୍ଭାବ ଏକ ପ୍ରଧାନ ଆବିର୍ଭାବ, ପ୍ରଧାନ ଅବତାର। ଭକ୍ତି ରାଜ୍ୟରେ ଭକ୍ତି ପଥରେ ନାନା ବିଘ୍ନ ଅଛି। ବିଶେଷ କରି କଳି ଯୁଗରେ ବଦ୍ଧଜୀବ ମାନଙ୍କ ପକ୍ଷରେ
ଭକ୍ତି ସାଧନ କରିବା ବହୁ ବିଘ୍ନ ସାପେକ୍ଷ, ବହୁ ବିଘ୍ନ ଅଛି। ମାଇକ ଜଗତ ମାୟା ଅତି ପ୍ରବଳ, ଭେରି ଷ୍ଟ୍ରଙ୍ଗ, ଯାହା କହନ୍ତି ଇଂରେଜୀରେ ମାୟା ଇଜ ଭେରି ଷ୍ଟ୍ରଙ୍ଗ। ଯଦିଓ ମାୟା ଭଗବାନଙ୍କର ବହିରଙ୍ଗା ଶକ୍ତି, ଇନଫିରିୟର ଏନର୍ଜି, ନିଚତର ଶକ୍ତି, ତଥାପି ବଡ଼ ଆଶ୍ଚର୍ଯ୍ୟଜନକ ଶକ୍ତି, ଅଘଟନ ସଘଟନ ଗୋଟିଏ ସେ ଶକ୍ତି, ଘଟଣାକୁ ଘଟଣା କରି ଅଘଟଣା ଘଟଣା କରିକିରି ସ୍ଥାପନ କରିଦେବ। এই ପ୍ରକାର ମାୟା ଶକ୍ତି। ସେ ମାୟା ଶକ୍ତି ଏଡ଼େଇବା ସହଜ କଥା ନୁହେଁ। ନିଜର ବଳବୀର୍ଯ୍ୟ ଶକ୍ତି ସାମର୍ଥ୍ୟ ସହକାରେ କେହି ମାୟା ଶକ୍ତିକୁ ଅତିକ୍ରମ କରିପାରିବେ ନା। ମାନବ ଯେ ପ୍ରପଦ୍ୟନ୍ତି ମାୟାମେ ତାନ୍ ତରନ୍ତିତେ, এই ଉପାୟ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ ପ୍ରଦର୍ଶନ କରିଛନ୍ତି। ଏକମାତ୍ର ଭଗବତ ଚରଣାରବିନ୍ଦରେ ଶରଣାପନ୍ନ ହେବା ପାଇଁ ପଡ଼ିବ। ପୂର୍ଣ୍ଣ ଶରଣାପନ୍ନ, କମ୍ପ୍ଲିଟ୍ ସରେଣ୍ଡର। ସେ ହେଉଛନ୍ତି ମାୟାଧୀଶ, ମାୟାର ଈଶ୍ୱର। ମାୟା ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରେ। ମାୟାଧ୍ୟକ୍ଷଣ ପ୍ରକୃତି ସୁୟତି ସଚରାଚରମ୍। ତେଣୁ ମାୟାଧୀଶଙ୍କର କୃପା, ମାୟାଧୀଶଙ୍କର ପ୍ରାକୃତ ବଳ ସଞ୍ଚାର ନହେଲେ କେହି ମାୟାକୁ ଅତିକ୍ରମ କରିପାରିବେ ନା। ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ସେ ଭଗବାନଙ୍କର ଶ୍ରୀଚରଣରେ ଆଶ୍ରିତ ହେବା ପାଇଁ ପଡ଼ିବ। କିନ୍ତୁ ସତତ ସର୍ବଦା ପ୍ରତି ମୁହୂର୍ତ୍ତ ଭଗବତ ଚରଣରେ ସମ୍ପୂର୍ଣ୍ଣ ରୂପେ ଆଶ୍ରିତ ହେବା ପାଇଁ, ଗୋଟିଏ ମୁହୂର୍ତ୍ତ ବିଚ୍ୟୁତ ହେବ ନା। ମାୟା ବରାବର ଛକି ରହିଛି। କୌଣସି ଏକ ଦୁର୍ବଳ ମୁହୂର୍ତ୍ତ ପାଇଲେ ସେ ଆକ୍ରମଣ କରେ, ସେ ଧରି ପକାଏ। ସେ ବରାବର ଛକି ରହିଛି। ବଦ୍ଧ ଜୀବର ବହୁ ଦୁର୍ବଳତା ଅଛି। ତେଣୁ ମାୟା କବଳିତ ହେଇଯାଉଛି। ତଥାପି ଯେଉଁମାନେ ଉନ୍ନତ ଭକ୍ତ ସେମାନେ ମଧ୍ୟ ବଡ଼ ଯତ୍ନ ସହକାରେ ଏ ଭକ୍ତି ପଥରେ ଯାହା କହନ୍ତି କ୍ଷୁରଧାର ରେଜର୍ସ ପାଥ, ବଡ଼ ଯତ୍ନ ସହକାରେ ସାବଧାନ ସହକାରେ ଗତି କରିବା ପାଇଁ ପଡ଼େ। ତଥାପି ଅତର୍କିତ ଭାବରେ କେଉଁ ଏକ କ୍ଷୁଦ୍ର ଅତି ଦୁର୍ବଳ ମୁହୂର୍ତ୍ତ ପାଇଲେ ମାୟା ଆକ୍ରମଣ କରିବ। এই ପ୍ରକାର ମାୟା ପ୍ରଭୁ। ତେବେ ସେ ମାୟାର ଆକ୍ରମଣର ରକ୍ଷା ପାଇବା ପାଇଁ ଶ୍ରୀ ଶ୍ରୀ ନୃସିଂହଦେବଙ୍କର କୃପା ଆବଶ୍ୟକ। ସେ ନୃସିଂହଦେବ ଯଦି କୃପା ନ କରିବେ ସେ ମାୟା ଆକ୍ରମଣର ରକ୍ଷା ପାଇପାରିବା ନା। ମାୟା ନାନା ପ୍ରକାର, ନାନା ଭାବରେ, ନାନା ଢଙ୍ଗରେ, ନାନା ରଙ୍ଗରେ ଆକ୍ରମଣ କରୁଛି, ପ୍ରଲୋଭିତ କରୁଛି, ମୋହିତ କରୁଛି। ତାହାର ସମ୍ମୋହନ କ୍ରିୟା, ସମ୍ମୋହିନ କ୍ରିୟା ମାୟା ଅତି ଅଦ୍ଭୁତ। କେଉଁ ଭାବରେ, କେଉଁ ରଙ୍ଗରେ, କେତେ ଭାବରେ ଆସିକରି ଆକୃଷ୍ଟ କରୁଛି ତାହା ଆମେ ଚିନ୍ତା କରିପାରିବା ନା। এই ପ୍ରକାର ଆଶ୍ଚର୍ଯ୍ୟଜନକ କ୍ରିୟା। ତେବେ ଶ୍ରୀ ନୃସିଂହଦେବଙ୍କର କୃପା ନହେଲେ ସେ ମାୟା କବଳ ଧାର ପାଇପାରିବେ ନା, ମାୟାର ଆକ୍ରମଣ। ତେଣୁ ନୃସିଂହଦେବଙ୍କର କୃପା ଭକ୍ତି ପଥରେ ଯାହା ସବୁ ବାଧା ବିଘ୍ନ ଆସୁଛି ସେ ବିଘ୍ନ ଦୂର କରିବେ ନୃସିଂହଦେବ। ତାହା ସେ ପ୍ରଦର୍ଶନ କରୁଛନ୍ତି। ଭକ୍ତ ପ୍ରହ୍ଲାଦ, ହିରଣ୍ୟକଶିପୁଙ୍କର ପୁତ୍ର, ତ୍ରିପୁର ବିଜୟୀ ମହାନ ରାକ୍ଷସ ହିରଣ୍ୟକଶିପୁ, ତାଙ୍କର ପୁତ୍ର ଭକ୍ତ ପ୍ରହ୍ଲାଦ ସେ ସୁରକ୍ଷା ଦେଇଛନ୍ତି। କେତେ ବିପଦ ଆସିଛି, ତାର ପିତା କେତେ ପ୍ରକାର ଚେଷ୍ଟା କରିଛି ଭକ୍ତ ପୁତ୍ର ପ୍ରହ୍ଲାଦ ମାରିବା, କିନ୍ତୁ ପାରିନି। ଭଗବାନ ଯାହାକୁ ସୁରକ୍ଷା ଦେବେ ତାକୁ ଯେତେ ବଳଶାଳୀ, ଯେତେ ଉପାୟ କଲେ ସୁଦ୍ଧା କିଏ ମାରିପାରିବ। ରକ୍ଷେ ହରି ମାରେ କିଏ, ମାରେ ହରି ରକ୍ଷେ କିଏ, এই କଥା ଅଛି ଆମର। ସେଥିପାଇଁ ସେ ଭଗବାନଙ୍କ ଚରଣରେ ଆଶ୍ରିତ ହେବା ପାଇଁ ପଡ଼ିବ। ପ୍ରହ୍ଲାଦ ସ୍ମରଣ, ପ୍ରହ୍ଲାଦ ମହାରାଜ ସଦା ସ୍ମରଣ କରୁଥିଲେ ଭଗବାନ। ଛୋଟ ପିଲା ହେଲେ ସୁଦ୍ଧା ଗୋଟେ ମୁହୂର୍ତ୍ତ ବିଚ୍ୟୁତ ହଉନଥିଲେ। ସେଥିପାଇଁ ସେ ସୁରକ୍ଷିତ ହେଇଥିଲେ ପ୍ରତି ପଦକ୍ଷେପରେ। ତେବେ ସପ୍ତମ ସ୍କନ୍ଧ ଭାଗବତରେ ଏ ସମ୍ବନ୍ଧରେ ବିଶେଷ ବର୍ଣ୍ଣନା ଅଛି। ପ୍ରହ୍ଲାଦଙ୍କର ପିତା ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ମାରିବା ପାଇଁ ବହୁତ ଚେଷ୍ଟା କଲେ, କିନ୍ତୁ ଭଗବାନ ସେ ରାକ୍ଷସ ସମ୍ମୁଖରେ ନରହରି ଅର୍ଥାତ୍ ଅଧା ମାନବ ରୂପ ଅଧା ସିଂହ ରୂପରେ ଆବିର୍ଭୂତ ହିରଣ୍ୟକଶିପୁଙ୍କୁ ବିଦୀର୍ଣ୍ଣ କରିଥିଲେ। ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷା ଉପଦେଶ
ग्रहण करी समस्त असुर बालक भगवान विष्णु प्रति आकृष्ट हो पड़े। जितेबाला यह जना पड़ा से असुर बालक मान शिक्षक षंड मर्क बड़ भीतग्रस्त हो पड़े। यही असुर बालक गुड़िक विष्णु भक्त हो जाती अन्य उपाय अनन्य उपाय राक्षस राजा हिरण्यकशिपु को समस्त कथा जनइले किपरि प्रहलाद कथा असुर बालक मान विष्णुभक्त हो जाती। यह शुणी हिरण्यकशिपु बहुत क्रोध प्रकाश कले, प्रहलाद को वध करने को स्थिर कले। हिरण्यकशिपुंकर क्रोध देखी प्रहलाद पाद तले पड़ी बहु करुण विनय कर कहले, शांत होगापी अनुरोध कले। कहले कि असुर पिता सब किसी शुणले ना। हिरण्यकशिपु बरं क्रोध प्रकाश करी कहले जे भगवान किए अच्छी भगवान से निजे बोली कहले। यह शुणी प्रहलाद महाराज प्रतिवाद करी कहले से भगवान हंती। प्रहलाद महाराज भगवान गुणगारी में गान कले एवं कहले जे भगवान सर्वव्यापक समस्त अधीन से परम तत्व समस्त अधीन तत्व कई ठार बड़ नुहति कि कई सहित समान हो पारे। यहीपरि कही से पिता को अनुरोध कर कहले सर्वशक्तिमान भगवान के निकट से शरणापन्न हूँ। प्रहलाद महाराज जिते अधिक परिमाण में भगवान को गुणगान कले राक्षस पिता से तो अधिक परिमाण में क्रोधान्वित हेले। हिरण्यकशिपु वैष्णव पुत्र को पचारे तुम भगवान को नहीं स्तंभ अच्छी प्रस्तर स्तंभ को देखे संगे संगे प्रहलाद महाराज उत्तर देले जेहेतु भगवान सर्वव्यापक सर्वत्र विद्यमान से निश्चय स्तंभ अच्छी। हिरण्यकशिपु पुत्र ठारू ई प्रकार उत्तर शुणी ई प्रकार दर्शन शुणी पिलाड़िया कथा बोली भाविले एवं खूब जोर रे विद्या मारी खंभ को भांगी देले। हिरण्यकशिपुंकर मुष्टाघात करे स्तंभटी भांगी जावा मात्रे एक भयंकर शब्द गर्जन ध्वनि स्तंभ मध्य बाहरला। प्रथमे से राक्षस रहस हिरण्यकशिपु से खंभ छड़ा किसी देखी पार नथिले, किंतु भगवान भक्त प्रहलाद कथा भक्तर सम्मान रक्षा करने निमित्त स्तंभ मध्य को विचित्र नृसिंह मूर्ति धरी बाहरी आसिले। भगवान से आश्चर्यजनक रूप को देखी हिरण्यकशिपु संगे संगे बुझी पाला जे तार मृत्यु अवश्यंभावी। तेणु से नृसिंह रूपी भगवान सहित युद्ध करने प्रस्तुत हो गला। भगवान से राक्षस सहित किछ समय धरी युद्ध लीला कले एवं संध्या समय अर्थात गोधूली दिन रात्रि संधि समय से राक्षस को धरी पकाई जंग उपर पकाई तीक्ष्ण नख द्वारा वक्ष विदारण कले। भगवान जे केवल हिरण्यकशिपु को विनाश कले ता नुहे आहरी अनेक राक्षस को विनाश कले। जितेबाला देखिले आप कई सहित युद्ध करने को नहांती सेतेबाला से खूब क्रोध गर्जन कर हिरण्यकशिपु सिंहासन पर बसी पड़े। हिरण्यकशिपुंकर विनाश रे समग्र धरित्री भार लागवेला समस्ते खूब आनंद अनुभव कले। श्री ब्रह्मा जी सहित समस्त देवता आसी से उपस्थित हेले। साधु संत मुनि पितृ पुरुष यक्ष राक्षस गंधर्व प्रजापति विद्याधर किन्नर गण समस्ते आसी मानव रूप से उपस्थित हेले। समस्ते भगवान स्तुति करने को लगे से नृसिंह रूपी भगवान सिंहासन पर बसी अत्यंत दीप्तिमंत देखा जाते। श्रीमद्भागवत सप्तम स्कंदरे यार विशद वर्णना दिया जाइए। हिरण्यकशिपु सप्तम स्कंद अष्टम अध्याय द्वादश श्लोक हिरण्यकशिपु कहते जस्तया मंद भाग्यप्तो मदन्यो जगदीश्वर वासु जदि स सर्वत्र कस्मास्तम्मे न दृश्यते। प्रहलाद महाराज कहते हे हतभागा प्रहलाद तुम्हें सब भगवान मो ठार बड़ समस्त ठार बड़ सर्व नियंत्रणकारी बोली कहते से क्योंठी अच्छा जदि से सर्वत्र विद्यमान ताहले से स्तंभ अच्छा कि स्वहं विकथमान शिर काया धरामिते
ଗୋପାୟତେ ହରିସ୍ତାଦ୍ୟ ଜସ୍ତେ ଶରଣ ନିଶ୍ଚିତ। ତୁମେ ବହୁତ ବାଜେ କଥା କହୁଛ, ତେଣୁ ତୁମ ଗଣ୍ଡିରୁ ମୁଣ୍ଡ ମୁଁ ଅଲଗା କରିଦେବି, ଦେଖିବି କିପରି ତୁମର ଭଗବାନ ଆସି ତୁମକୁ ରକ୍ଷା କରିବେ। ମୁଁ ଏହା ଦେଖିବାକୁ ଇଚ୍ଛା କରେ। ଏହା କହି ସେ ଖୁବ୍ କ୍ରୋଧ ପ୍ରକାଶ କରି ଖମ୍ବକୁ ଆଘାତ କଲେ, ମୁଷ୍ଟି ଆଘାତ କଲେ। ସେ ଆଘାତରେ ଖମ୍ବର ଅତି ଭୟଙ୍କର ଗର୍ଜନ ଧ୍ୱନି ବାହାରିଲା, ଯାହା ଶୁଣି ବ୍ରହ୍ମାଦି ଦେବତାଗଣ ମଧ୍ୟ ଭାବିଲେ ପ୍ରଳୟ କାଳ ଉପସ୍ଥିତ ହେଲା କି, ସମଗ୍ର ସୃଷ୍ଟି ଧ୍ୱଂସ ହେଇଯିବ କି। ସତ୍ୟଂ ବିଧାତୁଂ ନିଜ ଭୃତ୍ୟ ଭାସିତଂ ବ୍ୟାପ୍ତଂ ଚ ଭୂତେଷୁ ଅଖିଳେଷୁ ଚ ଆତ୍ମନଃ ଅଦୃଶ୍ୟତାତ୍ୟଦ୍ଭୁତ ରୂପଂ ଉଦ୍ବହନ୍ স্তম্ভে সবায়াং ন মৃগং ন মানসম। প্রহ্লাদ মহারাজଙ୍କ କଥାକୁ ସତ୍ୟ କରିବା ନିମିତ୍ତ ସେ ଭଗବାନ ହରି ଏକ ଅତ୍ୟାଶ୍ଚର୍ଯ୍ୟଜନକ ଅଦ୍ଭୁତପୂର୍ବ ରୂପ ପ୍ରଦର୍ଶନ କଲେ। ସେ ରୂପ ସମ୍ପୂର୍ଣ୍ଣ ମାନବ କିମ୍ବା ସମ୍ପୂର୍ଣ୍ଣ ସିଂହ ରୂପ ନୁହେଁ। ଏହିପରି ଭାବରେ ଭଗବାନ ଅଦ୍ଭୁତ ନୃସିଂହ ରୂପ ଧାରଣ କରି ସେ ଖମ୍ବରୁ ବାହାରିଲେ। ହିରଣ୍ୟକଶିପୁ ସେ ରୂପକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା, ଏ ଅଧା ମାନବ ଅଧା ସିଂହ ରୂପୀ ପ୍ରାଣୀ କିଏ? ଗୋଟେ ପ୍ରାଣୀ ମୋତେ ଭାବିଲା। ନୃସିଂହ ଦେବଙ୍କର ସେ ରୂପ ଅତ୍ୟନ୍ତ ଭୟଙ୍କର। ଚକ୍ଷୁ ଆରକ୍ତ ବର୍ଣ୍ଣ, ତାଙ୍କର ଯେଉଁ କେଶର ତାହା ଅତ୍ୟନ୍ତ ଦୀପ୍ତିମନ୍ତ, ବିକରାଳ ଦନ୍ତ, କ୍ରୋଧାର ପରି ଜିହ୍ୱା, ତାଙ୍କର ନାକ ପୋଡ଼ା ମୁଖ ଗହ୍ୱର ପର୍ବତ ଗୁମ୍ଫା ପରି ପ୍ରତୀୟମାନ ହେଉଥିଲା। ତାଙ୍କର ବିରାଟ ଶରୀର ଆକାଶକୁ ସ୍ପର୍ଶ କରୁଥିଲା। ତାଙ୍କର ଗ୍ରୀବାଦେଶ ଅଶ୍ଵ ବକ୍ଷ ପ୍ରଶସ୍ତ, କଟିଦେଶ କ୍ଷୀଣ ଏବଂ ଶରୀରରେ ଥିବା ରୋମରାଜି ଚନ୍ଦ୍ରକିରଣ ତୁଲ୍ୟ ଶୁଭ୍ର। ତାଙ୍କର ବାହୁ ଖୁବ୍ ଦୀର୍ଘ ଏବଂ ତାହା ସୈନିକମାନଙ୍କର କରବାଳ ସଦୃଶ ପ୍ରତୀୟମାନ ହେଉଥିଲା। ହିରଣ୍ୟକଶିପୁ ଭାବିଲା ଭଗବାନ ବିଷ୍ଣୁ ତାଙ୍କୁ ମାରିବା ପାଇଁ ଏହି ରୂପ ଧରିଛନ୍ତି, କିନ୍ତୁ କିଏ ମୋ ସହ ଯୁଦ୍ଧ କରିପାରିବ? ଏହା କହି ସେ ଏକ ଗଦା ଧରି ଏକ ହସ୍ତି ଭଳି ଭଗବାନଙ୍କ ଉପରେ ଆକ୍ରମଣ କଲା। ନୃସିଂହଦେବ ଓ ହିରଣ୍ୟକଶିପ ମଧ୍ୟରେ କିଛି ସମୟ ଭୟଙ୍କର ଯୁଦ୍ଧ ହେଲା। ଶେଷରେ ବିଶ୍ୱସ୍ଫୁରନ୍ତଂ ଗ୍ରହଣାତୁରଂ ହରିର୍ ବ୍ୟାଳ ତଥା କୁଙ୍କୁଳି ସାକ୍ଷାତ ତୋଚଂ ଦ୍ୱାରି ଉରୁଙ୍ଗାପତ୍ୟ ଦଦାର ଲୀଳୟା ନଖେ ତଥା ହିଙ୍ଗରୁଡ଼ୁ ମହାବିଷଂ। ଅର୍ଥାତ୍ ଯେପରି ଗୋଟେ ସର୍ପ ଗୋଟେ ମୂଷାକୁ ଧରେ କିମ୍ବା ଗରୁଡ଼ ଏକ ବିରାଟ ବିଷାକ୍ତ ସର୍ପକୁ ଧରେ, ଠିକ୍ ସେହିପରି ନୃସିଂହଦେବ ହିରଣ୍ୟକଶିପକୁ ଧାରଣ କଲେ। ଯେଉଁ ହିରଣ୍ୟକଶିପୁର ଶରୀର ଏପରି ଟାଣ ଯେ ଇନ୍ଦ୍ରର ବଜ୍ର ମଧ୍ୟ ଭେଦ କରିବ ନା। ନୃସିଂହଦେବଙ୍କ କର୍କଶ ବଜ୍ର ମୁଷ୍ଟିରେ ବ୍ୟଥିତ ହୋଇ ଯେତେବେଳେ ହିରଣ୍ୟକଶିପୁ ତା ଶରୀରକୁ ହଲଚଲ କଲା, ସେତେବେଳେ ନୃସିଂହଦେବ ତାଙ୍କ ଜଙ୍ଘ ଉପରେ ତାକୁ ଶୁଆଇ ପକାଇଲେ ଏବଂ ସଭାଗୃହର ଦ୍ୱାରବନ୍ଧ ଉପରେ ଖୁବ୍ ସହଜରେ ତାଙ୍କର ତୀକ୍ଷ୍ଣ ନଖାଗ୍ର ଦ୍ୱାରା ଅସୁରର ପକ୍ଷ ବିଦାରଣ କଲେ। ନୃସିଂହଦେବଙ୍କର ମୁଖ ଗ୍ରୀବାଦେଶର କେଶର ରକ୍ତାକ୍ତ ହେଇଗଲା। କ୍ରୋଧରେ ତାଙ୍କର ଚକ୍ଷୁ ଉପରେ ଭୟଙ୍କର ହୋଇ ଉଠିଲା ଯେ ତାଙ୍କୁ ଚାହିଁ ହବ ନା। ହିରଣ୍ୟକଶିପୁର ଅନ୍ତନାଡ଼କୁ ସେ ଏକ ଫୁଲହାର ସଦୃଶ ଧାରଣ କଲେ। ଯେପରି ଜଣାପଡ଼ୁଥିଲା ଏକ ସିଂହ ଏକ ହସ୍ତିକୁ ସଦ୍ୟ ବିନାଶ କରିଛି। ଯେଉଁ ଭଗବାନଙ୍କର ଅସଂଖ୍ୟ ବାହୁ ଅଛି, ସେ ପ୍ରଥମେ ହିରଣ୍ୟକଶିପୁର ହୃଦୟକୁ ଟାଣି ଆଣିଲେ, ତାପରେ ହିରଣ୍ୟକଶିପୁକୁ ଫିଙ୍ଗିଦେଲେ। ତତ୍ପରେ ସେ ଅସୁର ସୈନ୍ୟମାନଙ୍କ ଉପରେ ଦୃଷ୍ଟି ନିକ୍ଷେପ କଲେ। ହଜାର ହଜାର ଅସୁର ସୈନ୍ୟ ନିଜ ନିଜ ଅସ୍ତ୍ରଶସ୍ତ୍ର ଧରି ନୃସିଂହଦେବଙ୍କ ଆଡ଼କୁ ଆକ୍ରମଣ କରିବାକୁ ଧାଇଁ ଆସିଲେ, କିନ୍ତୁ ନୃସିଂହଦେବ ସମସ୍ତଙ୍କୁ ତାଙ୍କର ତୀକ୍ଷ୍ଣ ନଖ ସାହାଯ୍ୟରେ ବିନାଶ କଲେ। ଭଗବାନ ନୃସିଂହଦେବଙ୍କର ଜଟା ଦ୍ୱାରା ମେଘ ସକଳ କମ୍ପିତ ବିଶୀର୍ଣ୍ଣ ହୋଇଯାଉଥିଲେ। ତାଙ୍କ ଦୃଷ୍ଟିରେ ଗ୍ରହମାନଙ୍କର ଜ୍ୟୋତି ନିଷ୍ପ୍ରଭ ହୋଇଯାଉଥିଲେ। ତାଙ୍କର ନିଶ୍ୱାସରେ ଆହାତ ହୋଇ ସମୁଦ୍ରମାନେ ସ୍ତବ୍ଧ ହୋଇଯାଉଥିଲେ। ତାଙ୍କର ଏ ପ୍ରକାର ଭୟଙ୍କର ଶବ୍ଦରେ ଭୀତ ହୋଇ ଦିକ୍କ ସ୍ତ୍ରୀଗଣ ଆର୍ତ୍ତନାଦ କରିବାକୁ ଲାଗିଲେ। ଏହାପରେ ପ୍ରତିଦ୍ୱନ୍ଦ୍ୱୀ ବିହୀନ ସମ୍ପୂର୍ଣ୍ଣ ପ୍ରକାଶ ପ୍ରଚଣ୍ଡ ଆନନ୍ଦ ଭଗବାନ ଶ୍ରୀ ନୃସିଂହଦେବ ସଭା ମଧ୍ୟରେ ଅତି ଉତ୍କୃଷ୍ଟ ରାଜ ସିଂହାସନ ଉପରେ ଉପବେଶନ କଲେ, କିନ୍ତୁ କେହି ଭୟରେ ତାଙ୍କ ପାଖକୁ ଆସିପାରିଲେ ନାହିଁ। ଆଦି ଦୈତ୍ୟ ହିରଣ୍ୟକଶିପୁର ବିନାଶ ଦେଖି ସୁର ସ୍ତ୍ରୀଗଣ ଅତି ଆନନ୍ଦରେ ଶ୍ରୀ ନୃସିଂହଦେବଙ୍କ ଉପରେ ମୁହୁର୍ମୁହୁ ପୁଷ୍ପ ବୃଷ୍ଟି କଲେ। ଦେବତାମାନେ ଆନନ୍ଦରେ ନାନା ବାଦ୍ୟ ବଜାଇଲେ
गंधर्वगण संगीत गान कले, अप्सरा माने नृत्य कले। यहाँ पर ब्रह्मा, शिव, इंद्र प्रभृति देवतागण, ऋषि, पितृ, सिद्ध, विद्याधर, महासर्प सकल, मनु, प्रजापति गण, अप्सरा, गंधर्वगण, चारण, यक्ष, किन्नर, बेताल, किम पुरुष, सुनंद, कुमुद प्रभृति विष्णु पार्षदगण कहीं निकट को आसी तारलेना अनति दूर दंडायमान हुई पृथक पृथक भावे तीव्र तेज समन्वित भगवान नरसिंहदेव स्तव करने को आरंभ कले। हिरण्यकशिपुर विनाश पर नृसिंहदेव रोषातिष्ठ होता हेतु ब्रह्मादि देवगण एपरिक लक्ष्मी देवी पर्यंत कहीं पाठ साहस कर से ब्रह्मा प्रह्लाद कोप शांत करने निमित्त प्रेरण कले। प्रह्लाद निर्भीक चित्तरे भगवान पाख जाई श्रीपाद पद्म पतित हेले। श्री नृसिंहदेव पराभय प्रद करकमल प्रह्लाद शिरोदेश अर्पण करने मात्र प्रह्लाद नैसर्गिक ब्रह्म ज्ञान काश पाइला। प्रह्लाद प्रेम गद वचन नृसिंहदेव स्तव कर लगे। प्रह्लाद स्तव कथा भागवत सप्तम स्कंद नवम अध्याय वर्णित अच्छी। से स्तव अनेक शिक्षणीय विषय अच्छी। प्रह्लाद महाराज कहले मु भगवान को संतुष्ट करदेवी शांत करदेवी ये प्रकार गर्व प्रकाश करें। ये गर्व त्याग कर भगवत कृपा प्रार्थना श्रेय। केवल भक्ति भिन्न अन्य किसी अर्थात जन्म ऐश्वर्य सुत श्री तपस्या जोग बल किसी भगवत प्रीति उत्पादन कर अभक्त द्वादश गुण युक्त विप्र अपेक्षा चंडाल कुल अवतीर्ण भक्त अतुलनीय रूपे श्रेष्ठ। विश्वर मंगल आत्म सुख निमित्त ही भगवान को लीला प्रकट जीवर भीति उत्पादन निमित्त नुहे। श्री नृसिंहदेव का स्मरण कले जीवर द्वितीयाभिनिवेश जनित भय निवृत्ति घटे। नृसिंहदेव श्रीमूर्ति अभक्त निकट अति उग्र भयंकर बोली प्रतीत हेले सुधा भक्त निकट नयन मन मोहनकारी काम द्वारा काम प्रसवन चेष्टा मूर्खता मात्र। ब्रह्मादि देवता एपरिक श्री भगवान पक्षस्थित आश्रम लक्ष्मी देवी पक्ष जहा दुर्लभ ताहा भक्त भगवान निकट अनायास लाभ करे। भगवान स्वपराभिनिवेश शून्य सर्वत्र समदर्शन संपन्न सुधा भक्त पक्षपाती भक्त वत्सल यहीपरि अनेक स्तुति वाक्य श्री प्रह्लाद महाराज अच्छी। प्रह्लाद महाराज कहले तज्जछ मन्यु मसुरस्त्र हतस्तयाद्य मोदेत साधुरपि वृश्चिक सर्वहत्या लोकास निर्वृतिमिता प्रतीयन्ति सर्वे रूपं नृसिंह विभवाय जना स्मरन्ति। अतएव आपण क्रोध उपसंहार करंतु आपण द्वारा असुर निहतैछि साधुगण वृश्चिक सर्पादि हत्या जनित आनंदवत हर्ष प्राप्त होती समस्ते सुख प्राप्त ही प्रत्यलाभ करचंती। हे नृसिंहदेव लोक माने भय निवृत्ति निमित्त आपण नृसिंह रूप स्मरण करेंगे। नमस्ते नरसिंहाय प्रह्लाद लाद दायिने हिरण्यकशिपु पक्ष शेड़ातंक नखाड़े इतो नृसिंहो परतो नृसिंहो जतो जतो धामी ततो नृसिंह बाह्ये नृसिंह हृदय नृसिंह नृसिंहमादि शरणं प्रपद्ये। ये हमें गान करते नृसिंह स्तोत्र गान करवाने। प्रह्लाद महाराज स्तुति अच्छी तस्मात् अमुस्तन भ्रूता महमाशीषोज्ञ आयु श्रियं विभवमेन्द्रियमा विरिंचा नेच्छामि ते विलुलिता विक्रमेण कालात्मनोपनयमां निजभृत्य पार्श्वं। हे नृसिंहदेव अतएव भोग परिणाम वेत्ता मु सही देही गणंकर इंद्र भोग्य वस्तु आयु ब्रह्मादिंकर भोग उपकरण एवं काल रूपी अतीव विक्रमशाली आपणकर कर्तृक विध्वस्त अणिमादि संपद सुख इच्छा करूनी। हे परमेश्वर आपण मते आपणकर भृत्यमान पार्श्व उपस्थापित कर। एक प्रार्थना श्री प्रह्लाद महाराज प्रायण देव मुनय स्व विमुक्ति कामा मौनं चरन्ति विजनेन प्रार्थनिष्ठा नैतान विहाय कृपणा विमुख्य एको नान्यं तदस्य शरणं रमतो अनुपश्ये।
ଏ ଦେବ ପ୍ରାୟ ନିଜ ମୁକ୍ତିକାମୀ ମୁନିଗଣ ନିର୍ଜନରେ ମୌନ ବ୍ରତ ପାଳନ କରି କଠିନ ସାଧନା କରନ୍ତି, ତପସ୍ୟା କରନ୍ତି। ସେମାନେ ପରାର୍ଥପର ନୁହନ୍ତି। ଦିନମାନଙ୍କୁ ପରିତ୍ୟାଗ କରି ମୁଁ ଏକାକୀ ମୁକ୍ତି ଲାଭ କରିବାକୁ ଇଚ୍ଛା କରୁନାହିଁ। ଆପଣଙ୍କ ବ୍ୟତୀତ ଅନ୍ୟ କାହାକୁ ଭ୍ରମଣଶୀଳ ଲୋକମାନଙ୍କ ରକ୍ଷକ ବୋଲି ମୁଁ ଦେଖିପାରୁନି। ଅନ୍ୟ ଏକ ସ୍ତୁତିରେ ପ୍ରହ୍ଲାଦ କହିଛନ୍ତି, ତତେ ଅରତ୍ତମ ନମ ସ୍ତୁତି କର୍ମ ପୂଜା कर्म स्मृति चरण यो श्रवणं कथाया संसेवया त्वयि विनेति षडङ्गया किं भक्तिं जना परमहंस गतौ लभेत। हे पूज्यतम, आपको नमस्कार। स्तव कर्म समर्पण पूजन चरण जुगल स्मरण एवं लीला श्रवण ए षडंग सेवा व्यतीत लोके कौन परमहंस मानकर प्राप्य आपण प्रति भक्ति लाभ କରିପାରନ୍ତି ତାହା କଦାପି ସମ୍ଭବପର ନୁହେଁ। ପ୍ରହ୍ଲାଦଙ୍କର ସ୍ତୁତିରେ ହିରଣ୍ୟ କଶ୍ୟପ ବିଦାରକ ଶ୍ରୀ ନୃସିଂହଦେବ ଅତ୍ୟନ୍ତ ଶାନ୍ତ ହେଲେ, ସନ୍ତୁଷ୍ଟ ଚିତ୍ତ ହେଲେ, ରସ ପ୍ରକାଶ କଲେ, ଶାନ୍ତ ହେଲେ। ତାଙ୍କର ଉଗ୍ର ରୂପ ଦୂର ହେଲା, ଶାନ୍ତ ରୂପ ପ୍ରକାଶ ପାଇଲା। ପ୍ରହ୍ଲାଦ ମହାରାଜଙ୍କର ସ୍ତୁତି, ଭକ୍ତ ସ୍ତୁତିରେ ଭଗବାନଙ୍କର ଏକମାତ୍ର ଆନନ୍ଦ ହୁଏ। ଶ୍ରୀ ଶ୍ରୀ ନୃସିଂହ ଦେବଙ୍କର ଦୁଇ ପ୍ରକାର ରୂପ ଅଛି, ଗୋଟେ ଉଗ୍ର ଆଉ ଗୋଟେ ଅନୁଗ୍ର ରୂପ। ଆମେ ପ୍ରଥମେ କହିଛେ, ଯୋଉମାନେ ଅଭକ୍ତ ଅସୁର ଭାବାପନ୍ନ ସେମାନେ ଅତି ଉଗ୍ର ରୂପ ଦର୍ଶନ କରନ୍ତି, ଭୟଙ୍କର ରୂପ। ଯେପରି ସେ ଦେଖନ୍ତି ସେ ତାଙ୍କର ମୃତ୍ୟୁ ରୂପରେ ଆସୁଛନ୍ତି। ଭକ୍ତ ପାଖରେ ଅତି ମନୋହର ରୂପ, ଅତି ସୁନ୍ଦର କମନୀୟ ରୂପ ଭଗବାନଙ୍କର। ଯେପରି ଆମେ କହୁ ମାଧୁର୍ଯ୍ୟକ ନିଳୟ କୃଷ୍ଣ, କୃଷ୍ଣ ମାଧୁର୍ଯ୍ୟକ ନିଳୟ। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭନ, କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଚିତ୍କାର କରୁଛି ଭଗବାନ କୃଷ୍ଣଙ୍କର ସୌନ୍ଦର୍ଯ୍ୟ। ତେଣୁ ସେ ସୁନ୍ଦର ରୂପ ଭକ୍ତ ନିକଟରେ ପ୍ରକାଶିତ ହୁଏ। ନୃସିଂହ ଦେବଙ୍କର ଯୋଉ ରୂପ, ତା ଅତି ମନୋହର ରୂପ, ଅନୁଗ୍ର ରୂପ, ତା ଭକ୍ତ ପ୍ରହ୍ଲାଦଙ୍କ ସମକ୍ଷରେ ପ୍ରକାଶିତ ହେଉଛି। ଯୋଉମାନେ ଅସୁର ଭାବାପନ୍ନ ସେମାନଙ୍କ ସମକ୍ଷରେ ତାଙ୍କର ଉଗ୍ର ରୂପ ପ୍ରକାଶିତ, ଭୟଙ୍କର ରୂପ ପ୍ରକାଶିତ। ସପ୍ତମ ସ୍କନ୍ଧ ଭାଗବତରେ ଏ ସମ୍ବନ୍ଧରେ ବିଶେଷ ବର୍ଣ୍ଣନା ଅଛି। ତେଣୁ ସପ୍ତମ ସ୍କନ୍ଧ ଭାଗବତ ଅଷ୍ଟମ ଅଧ୍ୟାୟ, ନବମ ଅଧ୍ୟାୟ, ଏ ଦୁଇ ଅଧ୍ୟାୟ ପଠନୀୟ। ଆଜି ଦିବସରେ ତାହା ପଠନୀୟ, ତା ପାଠ କରାଯାଏ। ତେଣୁ ବିଶେଷ ବିବରଣ ଜଣାଯାଏ। ସେଥିରୁ କିଛି ଉଦ୍ଧାର କରି ଆମେ କହୁଛେ। ସେଥିରେ ଦିଆଯାଇଛି, ମୁଁ କହିଲି କେତେକ ଶ୍ଲୋକ। ବାକି ଯେତେବେଳେ ପ୍ରହ୍ଲାଦ ମହାରାଜ କହୁଛନ୍ତି ନୃସିଂହ ଦେବଙ୍କୁ, ନାନ୍ୟଥା ତେ ଅଖିଳ ଗୁରୁ ଘଟିତ କରୁଣାତ୍ମନ ନାସ୍ତା ଶିଷ୍ୟ ଆଶାସ୍ତେ ନାଶ ଭୃତ୍ୟ ସବୈ ବଣି। ହେ ଭଗବାନ, ହେ ଜଗଦ୍ଗୁରୁ, ଆପଣଙ୍କର ଭକ୍ତଙ୍କ ପ୍ରତି ଏପରି କୃପା, ଆପଣ ଆପଣଙ୍କ ଭକ୍ତଙ୍କ ପ୍ରତି ଏତେ କୃପାଳୁ ଯେ ଆପଣ ଭକ୍ତଙ୍କର କିଛି ଅମଙ୍ଗଳ କରିବାକୁ ଦିଅନ୍ତି ନା। ଅନ୍ୟ ପକ୍ଷରେ ଯିଏ ଆପଣଙ୍କର ସେବା କରି ତା ବଦଳରେ କିଛି ଭୌତିକ ଲାଭ ଚାହେଁ, ସେ ଆପଣଙ୍କର ଶୁଦ୍ଧ ଭକ୍ତ ହେଇପାରିବ ନା। ବାସ୍ତବିକ ସେ ଏକ ବଣିକ ଠାରୁ କିଛି ଅଧିକ ନୁହେଁ, ଯେ କି ସେବା ବଦଳରେ କିଛି ଲାଭ ଚାହେଁ। ତେଣୁ ଭଗବାନଙ୍କର ଆମେ ନିତ୍ୟ ସେବକ, ଭଗବାନ ଆମ ନିତ୍ୟ ସେବ୍ୟ ବସ୍ତୁ। ସେବା, ଭଗବତ ସେବା ହଉଛି ଆତ୍ମବୃତ୍ତି, ଆତ୍ମାବୃତ୍ତି। ତେଣୁ ତାଙ୍କ ସେବା କରି ଆମେ ତା ବଦଳରେ କିଛି ଚାହିଁବା ଉଚିତ ନୁହେଁ। ସେଥିପାଇଁ ପ୍ରହ୍ଲାଦ ମହାରାଜ କହିଲେ ସବୈ ବଣି ନ ସଭୃତ୍ୟ ସବୈ ବଣି। ସେ ସେବକ ବା ଭୃତ୍ୟ କୁହାଯିବନି, ସେ ବଣିକ ଭଗବାନ କାରବାର କରୁଛି।
ସେଥିପାଇଁ ଶ୍ରୀମନ୍ତ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା ନ ଧନମ ସୁନ୍ଦରୀ କବିତାମ୍ବା ଜଗଦୀଶ କାମୟୀ ମମ ଜନ୍ମନି ଜନ୍ମନେଶ୍ୱରୀ ଭକ୍ତି ଅହେତୁ ଗୀତଇ। ଏ ଶିକ୍ଷା ଆମକୁ ଶ୍ରୀମନ୍ତ ଚୈତନ୍ୟ ମହାପ୍ରଭୁ ଦେଇଛନ୍ତି। କିଛି ମଗା ଯାଉନି, ଧନ ମାଗୁନି, ଜନ ମାଗୁନି, ସୁନ୍ଦର ସ୍ତ୍ରୀ ଉପଭୋଗ କରିବାକୁ ମାଗୁନି, ମୁକ୍ତି ବି ମାଗୁନି, ଜନ୍ମ ଜନ୍ମାନ୍ତର ଧରି ଏତିକି ଭକ୍ତି ମାଗୁଛି ଆପଣଙ୍କୁ ସେବାଇ କରିବି, ସେବାଇ ଏ ହଉଛି ପ୍ରଭୁଙ୍କ ପ୍ରାର୍ଥନା। ସେ କଥା ଏଠି ସେ କହିଛନ୍ତି ପ୍ରହ୍ଲାଦ ମହାରାଜ। ନ ସବୃତ୍ୟ ସବଳି ବଳି ଅହନ୍ତ ଅକାମସ୍ତକ ଭକ୍ତସ୍ତଂ ଚ ସ୍ୱାମୀ ଅନ୍ୟପାଶ୍ରୟ ନାନ୍ୟଥି ହାବୟ ଅର୍ଥ ରାଗ ସେବକୟୋ ଇବ। ହେ ଭଗବାନ, ମୁଁ ଆପଣଙ୍କର ଏକ ନିଷ୍କାମ ସେବକ ଅଟେ ଏବଂ ଆପଣ ମୋର ନିତ୍ୟ ପ୍ରଭୁ ଅଟନ୍ତି। ଏହି ପ୍ରଭୁ ନୃତ୍ୟ ସମ୍ବନ୍ଧ ବିନା ଆଉ କିଛି ଅଧିକ ଦରକାର ନାହିଁ। ଆପଣ ସ୍ୱାଭାବିକ ଭାବେ ମୋର ପ୍ରଭୁ ଏବଂ ମୁଁ ସ୍ୱାଭାବିକ ଭାବେ ଆପଣଙ୍କର ନୃତ୍ୟ। ଏହି ସମ୍ବନ୍ଧ ବିନା ମୋର ଅନ୍ୟ କିଛି ନାହିଁ। ଯଦି ଦାସ୍ୟସି ମେ କାମାନଙ୍ଗରାଂସ୍ତଂ ବରଦର୍ଶଭ କାମାନଙ୍ଗ ହୃଦୟ ସଂଗ୍ରହଂ ଭବତସ୍ ଭ୍ରୂଣୀ ବରଂ। ଯେତେବେଳେ ବର ପ୍ରାର୍ଥନା କରିବା ପାଇଁ ନୃସିଂହଦେବ କହିଲେ ପ୍ରହ୍ଲାଦ ମହାରାଜଙ୍କୁ, ସେ କହିଲେ ମୋର ତ କିଛି କାମନା ନାହିଁ, ମୁଁ କିଛି ବର ମାଗୁନି। ତେଣୁ କେବଳ ଆପଣ ସ୍ୱାଭାବିକ ଭାବେ ମୋର ପ୍ରଭୁ ଏବଂ ମୁଁ ସ୍ୱାଭାବିକ ଭାବେ ଆପଣଙ୍କର ନୃତ୍ୟ। ଏହି ପ୍ରଭୁ ନୃତ୍ୟ ସେ ଲୋକ ଭ୍ରମଣ ବିନା ଅନ୍ୟ କିଛି ନାହିଁ। ତାପରେ ସେ କହୁ ଯଦି ଦାସ୍ୟ ସିମେ କାମାମ୍ବରସ୍ତୁ ବରଦର୍ଶଭ କାମାନଂ ହୃଦୟ ସଂଗ୍ରହଂ ଭବତୁ ଭ୍ରୂଣୀ ବରଂ। ଇ ପ୍ରାର୍ଥନା ପ୍ରହ୍ଲାଦ ମହାରାଜଙ୍କର ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥନା। ଏ ପ୍ରାର୍ଥନା ପ୍ରହ୍ଲାଦ ମହାରାଜ କହୁଛନ୍ତି, ହେ ଭଗବାନ, ଏ ସର୍ବୋତ୍ତମ ବର ପ୍ରଦାନକାରୀ ବରଦର୍ଶଭ, ଆପଣ ଯଦି ଇଚ୍ଛା କରୁଛନ୍ତି ମତେ କିଛି ବର ଦେବା ପାଇଁ, ତାହେଲେ ମୁଁ ମୋର ହୃଦୟର ଅନ୍ତର୍ଗମ ପ୍ରଦେଶରେ ଏତିକି ପ୍ରାର୍ଥନା କରେ, ଆପଣ ଏତିକି କୃପା କରନ୍ତୁ ଯେପରି କସ୍ମିନ୍ କାଳେ ମୋଠାରେ କୌଣସି ପ୍ରକାର ଭୌତିକ କାମନା ଜାଗ୍ରତ ନ ହୁଏ। କାମାନଂ ହୃଦୟ ସଂଗ୍ରହଂ ଭବତସ୍ତୁ ଭ୍ରୂଣୀ ବରଂ। ବରଂ ବରୟ ଏତତ୍ତେ ବରଦେଶାಂ ମହେଶ୍ୱର ଯଦ୍ ଅନିନ୍ଦତ ପିତା ମେ ପ୍ରାଙ୍ଗବିଦ୍ୱାଂସ୍ତେଜ ଈଶ୍ୱରଂ ବିଧାମ ଶାସୟ ସାକ୍ଷାତ୍ ସର୍ବଲୋକ ଗୁରୁଂ ପ୍ରଭୁଂ ଧାତୃ ହେତି ମୃଷା ଦୃଷ୍ଟି स्तुभक्ति मयि चागवा तस्मात् पीता मे पूयतो दुरांत दुस्तर आघा पूतस्ते अपांग संदृष्टस्तदा कृपण वत्सल। हे भगवान, जेहेतु आपण पतित जीव मान प्रति अत्यंत कृपालु, तेणु मु आपन के प्रार्थना करे। मु जाने मोर पिता मृत्यु समय शुद्ध हो जाइछन्ति, कारण आपण तापरे कृपा दृष्टिपात करछन्ति, किंतु अत्यंत आवश्यक से अथवा आपण को क्रोध प्रकाश करथिला। से भूल भाविथिला आपण तो भाई मारथिले, तेणु से आपण को बहुत निंदा करथला। अति पाप कार्य से से करछि, भक्त अवमानना करछि, इच्छा करछि, तार ए पाप कार्य निमित्त आपण ताके क्षमा कर। भगवान नृसिंहदेव कहले त्रिसप्तमी पिता पूत पितृभि सते अनघ जसादो अस्य कूले जातो भगवान वै कूल पावन। नृसिंहदेव भगवान कहले प्रिय प्रहलाद, हे शुद्ध भक्त, हे परम साधु, तुमर पिता विशुद्ध ही जाइछि, एकाकी नुहे, तुम पितृवंशर 21 पुरुष पर्यंत समस्ते विशुद्ध ही जिवे, कारण तुम वंश जन्म हित, तेणु समस्त वंश विशुद्ध ही जाइछि। बड़ा महत्वपूर्ण कथा, कारण जदि कौन वंश कूल जड़े वैष्णव जात होती प्रकार शुद्ध भक्त वैष्णव, से त्रिसप्त भी पुरुष 21 पुरुष विशुद्ध हो जाते। श्री नृसिंहदेव आशीर्वाद अच्छे, तेणु वैष्णव पुत्र जात हेले कूल पवित्र हो गला। गोटे कूल नुहे 21 पुरुष केते महान, गोटे पुत्र केते बड़ काम कर पाए,
ଯଦି ସେ ଭକ୍ତ ହବ ଯଦି ବୈଷ୍ଣବ ହବ, ତା ନହେଲେ ସୁକରି ସମାଜ ଘୁଷୁରି ପରି ନିଷ୍ଠା ଖାଇବ, ପୁଳାଏ ଛୁଆ ଜନ୍ମ କରିବ, ଲାଭ କି ଅଛି? ସେ କଥା କହ, ଏକ ପୁତ୍ର, ଏକ ବୈଷ୍ଣବ ପୁତ୍ର ଜନ୍ମ ହେଲା, ଜନନୀ ପବିତ୍ରା, ସେ ଜନନୀର ଗର୍ଭଧାରଣ ସାର୍ଥକ ହେଇଗଲା। ଏ ପ୍ରକାର ବୈଷ୍ଣବ ପୁତ୍ର ସେ ଜାତ କରିଛି। ସେ କୂଳ ପବିତ୍ର ହେଇଗଲା, ଗୋଟିଏ କୂଳ ନୁହେଁ, ତ୍ରିସପ୍ତ ପୁରୁଷ, 21 ପୁରୁଷ। ଏ ବୈଷ୍ଣବ ମହାତ୍ମା ନୃସିଂହଦେବଙ୍କର ପିତୃବିଶତେ ଅନଘ ତ୍ରିସପ୍ତ ବିପୀତା ସାଧବସ୍ୟ କୁଳେ ଜାତ ଭବାନ ବୈ କୁଳ ପାବନ। ତୁମପରି ହେ ପ୍ରିୟ ପ୍ରହ୍ଲାଦ, ତୁମପରି ଯେ ଭକ୍ତ ସୁଭକ୍ତ ଯଦି କୌଣସି ବଂଶରେ କୂଳରେ ଜାତ ହୁଏ, ତାହେଲେ ସେ କୂଳ ପବିତ୍ର ଯେ ଅବସ୍ଥାରେ ସନ୍ଦେହ ନାହିଁ। ତ୍ରିସପ୍ତ ବି 21 ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଶୁଦ୍ଧ ହେଇଯିବେ, ହେଇଯିବେ। କାରଣ ଏ ପ୍ରକାର ଭକ୍ତ ଜାତ ହେଇଛି, ବୈଷ୍ଣବ ଜାତ ହେଇଛି ସେ କୂଳରେ। ଇଏ ହଉଛି ଭଗବାନ ନୃସିଂହଦେବଙ୍କର ଆଶୀର୍ବାଦ କଥା। ସେଥିପାଇଁ ଭକ୍ତ ପୁତ୍ର ବୈଷ୍ଣବ ପୁତ୍ର ଜାତ କରିବା ଆମର ବୈଦିକ ବିବାହର ଉଦ୍ଦେଶ୍ୟ। ବିବାହ ପ୍ରଦୟ ନରତି, ଏ କଥା ଆମର ଭାଗବତରେ କୁହାଯାଇଛି। ବେଦ ବିଧି ବିଧାନରେ ବିବାହ କରାଯାଏ, ତାହାର ଉଦ୍ଦେଶ୍ୟ ହଉଛି ଯେ ଏକା କୃଷ୍ଣ ଭକ୍ତ ପୁତ୍ର ଜାତ କେବଳ ଏ ବଂଶ ଶୁଦ୍ଧ କରିବ, ପବିତ୍ର କରିବ। ଭକ୍ତ ପୁତ୍ର ବୈଷ୍ଣବ ପୁତ୍ର ଜାତ ଯାହା କହନ୍ତି ବର୍ଣ୍ଣ ଶୃଙ୍ଖର ଜାତ କରିବ ନା। ବର୍ଣ୍ଣ ଶୃଙ୍ଖର ଜାତ ନିଷେଧ, ବର୍ଣ୍ଣ ଶୃଙ୍ଖର ଉପଦ୍ରବ କରିବେ। ସେ ନର୍କକୁ ଯିବେ, ପିତୃପୁରୁଷ ସହିତ ନର୍କକୁ ଯିବେ, ସ୍ୱୟଂ ନର୍କକୁ ଯିବେ। ତେଣୁ ଏ ପ୍ରକାର ବୈଷ୍ଣବ ପୁତ୍ର ଜାତ ହେଲେ କୂଳ ଉଦ୍ଧାର କଲା। ଗୋଟେ କୂଳ ନୁହେଁ, 21 ପୁରୁଷ କଥା। ସେ ହଉଛି ଆମର କଥା। ସେଥିପାଇଁ ଇଏ ହଉଛି ବିବାହର ବୈଦିକ ବିବାହର ଉଦ୍ଦେଶ୍ୟ। ଏ କଥା ଜାଣନ୍ତୁ, ଏ ଶିକ୍ଷା ଦିଆଯାଉଛି ଆମର। ତାପରେ ତତ୍ତ୍ୱଗତ ବିଚାର ଆମର ହିରଣ୍ୟକଶିପୁ ରାବଣ ସମ୍ବନ୍ଧରେ ବିଜୟ ଯେ ଥିଲେ ବୈକୁଣ୍ଠର ଦ୍ୱାରପାଳ, ସେ ବ୍ରହ୍ମ ଅଭିଶାପ ପାଇଲେ। 4 କୁମାରଙ୍କର ଅଭିଶାପ ପାଇକରି ରାକ୍ଷସ ଜନ୍ମ ହେଲେ, ତିନି ଜନ୍ମ ଲାଭ କଲେ ଭୌତିକ ଜଗତରେ। ପ୍ରଥମ ଜନ୍ମ ତାଙ୍କର ହିରଣ୍ୟାକ୍ଷ ହିରଣ୍ୟକଶିପ, ଦ୍ୱିତୀୟ ଜନ୍ମ ରାବଣ କୁମ୍ଭକର୍ଣ୍ଣ, ତୃତୀୟ ଜନ୍ମ ହଉଛି ଶିଶୁପାଳ ଆଉ ଦନ୍ତବକ୍ର। ଏ 3 ଜନ୍ମ ହେଇଛନ୍ତି। ଭଗବାନଙ୍କର ଇଚ୍ଛା ଏଇଟା, ଏ ବହୁତ ଇଚ୍ଛା। ନହେଲେ ତାଙ୍କ କାହିଁକି ପତନ ହବ? ବୈକୁଣ୍ଠପୁରରୁ କାହାର ପତନ ହୁଏ ନା, ଭଗବତ ସାମ୍ରାଜ୍ୟ କାହାର ପତନ ହୁଏ ନା। ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ, ଏ କଥା ବହୁତ ଗୀତାରେ ଅଛି। ଯୋଉଠି ଗଲେ ଆଉ କେହି ଏଠିକୁ ରିଟର୍ନ କରିବ ନା, ଏ ବହୁତ ଜଣକୁ ଆସିବ ନା, କାହିଁକି ଆସିବ? ଦୁଃଖ ଏ କଥା ଅଛି ଆମର। ତେବେ ବିଜୟ ଯେ ଏଠି ପତିତ ହେଲେ, 3 ଜନ୍ମ ଅସୁର ହେଲେ, ତା ବହୁତ ଇଚ୍ଛା। ଭଗବାନଙ୍କର ଯୁଦ୍ଧ ଇଚ୍ଛା ଜାତ ହେଲା, ଯୁଦ୍ଧ କରିକି ଆନନ୍ଦ ପାଇବେ। ଆଉ ଭଗବାନ ଯେତେବେଳେ ଲୀଳା କରନ୍ତି, ତାଙ୍କର ଭକ୍ତମାନଙ୍କ ସହିତ ଲୀଳା କରନ୍ତି, ନିଜ ଜନ ସହିତ ଲୀଳା କରନ୍ତି, ଅନ୍ୟ ଜନ ସହିତ ଲୀଳା କରନ୍ତି ନା। ସେଥିପାଇଁ ବିଜୟ ତାଙ୍କର ନିଜ ସେବକ ଭୃତ୍ୟ, ତେଣୁ ତାଙ୍କର ବିଚିତ୍ର ଇଚ୍ଛା ଅନୁଯାୟୀ ସେମାନେ ଅସୁର ଜନ୍ମ ହେଲେ ଭଗବାନ ସହିତ ଯୁଦ୍ଧ କରିବେ। ହିନ୍ଦୁ ଜନ୍ମ ଆନନ୍ଦ ଭଗବାନ ପାଇବେ। ଭଗବାନ କହିଲେ ଠିକ ଅଛି, ତୁମେ ମୁଁ ଯିବି, ମୋ ହାତରେ ବଧ ହବ, ଆଉ ତାପରେ ତୁମେ ଆସିଯିବ ତୁମ ସ୍ଥାନରେ। ବହୁତ ଇଚ୍ଛା। ଏ ସାଧାରଣ ପତନ ଏପରି ହୁଏ ନା। ସେଥିପାଇଁ ଏଥିରେ ତତ୍ତ୍ୱଗତ ପ୍ରଶ୍ନ ଆସେ। ଆମର କଥା ଅଛି,
ହରିଣା ହତ ଭଗବାନ ହରିଙ୍କ ହାତରେ ଯଦି କେହି ନିହତ ହୁଅନ୍ତି ସେ ସାଧୁଜ ମୁକ୍ତି ପାଇଯାଆନ୍ତି। ମୁକ୍ତି ତ ନିଶ୍ଚୟ ମିଳିବ। ହରିଣା ହତ ଭଗବାନଙ୍କ ହାତରେ ଅଛି। ତାହେଲେ ପ୍ରଶ୍ନ ଆସୁଛି, ପ୍ରଥମ ଜନ୍ମ ଦେଇ ହିରଣ୍ୟକଶିପୁ ସେ ଭଗବାନ ବିଷ୍ଣୁଙ୍କ ହାତରେ ନିହତ ହୋଇଛନ୍ତି, ସେ ମୁକ୍ତି ନ ପାଇ ପୁଣି କାହିଁକି ତା ପର ଜନ୍ମ ରାବଣ କୁମ୍ଭକର୍ଣ୍ଣ ରୂପରେ ଜନ୍ମ ହେଲେ, ପୁଣି ତା ପର ଜନ୍ମ ଶିଶୁପାଳ ଦନ୍ତବକ୍ର ରୂପରେ ଜନ୍ମ ହେଲେ, 3 ଜନ୍ମ କାହିଁକି ବିତେଇଲେ? ଇଏ ଆମର ତତ୍ତ୍ୱଗତ ପ୍ରଶ୍ନ ଉଠେ। ସେ ତତ୍ତ୍ୱଗତ ପ୍ରଶ୍ନର ଉତ୍ତର ଦିଆଯାଇଛି ବିଷ୍ଣୁ ପୁରାଣ ଚତୁର୍ଥ ଅଂଶରେ। ପରାଶରଙ୍କ ପ୍ରତି ମୈତ୍ରଙ୍କର ଏହି ପ୍ରଶ୍ନ ଅଛି। ହିରଣ୍ୟକଶିପୁ ରାବଣର ଦେହଧାରଣ ପୂର୍ବକ ଯାହା ଦୈତ୍ୟ ଅମରଗଣଙ୍କର ମଧ୍ୟ ଦୁଷ୍ପ୍ରାପ୍ୟ ଭୋଗ ସମୂହ ସେ ଲାଭ କରିଥିଲେ, କିନ୍ତୁ ମୁକ୍ତି ଲାଭ କଲେ ନାହିଁ। ସେଇ ଦୈତ୍ୟ ପୁଣି ଶିଶୁପାଳ ଦେହରେ କି ପ୍ରକାର କୃଷ୍ଣଙ୍କଠାରେ ସାଧୁର୍ଯ୍ୟ ଲାଭ କଲେ? ଏ ପ୍ରଶ୍ନ ମୈତ୍ରେୟ ମୁନି ପରାଶରଙ୍କୁ ପଚାରୁଛନ୍ତି। ଏ ପ୍ରଶ୍ନ ଉତ୍ତରରେ ପରାଶର ମୁନି କହିଲେ, ସେ ନୃସିଂହଦେବ ଆବିର୍ଭୂତ ହେଲା ବେଳେ ହିରଣ୍ୟକଶିପୁ ନୃସିଂହଦେବଙ୍କୁ ଏ ବିଷ୍ଣୁ ଏଇ ବୁଦ୍ଧି ନ କରି କୌଣସି ପୁଣ୍ୟ ରାଶି ସମଦ୍ଭୂତ ପ୍ରାଣୀ ବିଶେଷ ବୋଲି ମନେ କରିଥିଲା। ରଜଗୁଣର ଉଦ୍ରେକ ହେତୁ ମୃତ୍ୟୁ ସମୟରେ ସେ ବିଷ୍ଣୁଙ୍କ ରୂପ ଚିନ୍ତା କରିପାରିଲା ନା, କିନ୍ତୁ ତାଙ୍କ ହସ୍ତରେ ନିଧନ ହୋଇଥିବା ହେତୁ ସେ ରାବଣ ଦେହ ଲାଭ କରି ତ୍ରୈଲୋକ୍ୟ ସମ୍ପଦର ଅଧିକାରୀ ହୋଇ ନିରତିଶୟ ଭୋଗ ସମ୍ପତ୍ତି ଲାଭ କରିଥିଲା। ଏହି କାରଣରୁ ଭଗବାନଙ୍କୁ ଆଲମ୍ବନ ଅର୍ଥାତ୍ ସେବ୍ୟ ବିଷୟ ବିଗ୍ରହ ବୁଦ୍ଧି ନ କରିବା ହେତୁ ତାହାର ମନ ଭଗବାନଙ୍କର ବିଲୀନ ହେଲା ନା। ସେ ରାବଣ ଦେହରେ କାମ ପରବଶ ହେତୁ ଜାନକୀଙ୍କଠାରେ ଆସକ୍ତ ଚିତ୍ତ ହୋଇ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ରୂପ ଦର୍ଶନ ମାତ୍ର କରିଥିଲା। କିନ୍ତୁ ମୃତ୍ୟୁ କାଳରେ ରାମଙ୍କଠାରେ ବିଷ୍ଣୁ ବୁଦ୍ଧି ନ କରି ଅନ୍ତଃକରଣରେ କେବଳ ତାଙ୍କ ପ୍ରତି ମନୁଷ୍ୟ ବୁଦ୍ଧି ହେଇଥିଲା। ପୁନଶ୍ଚ ରାମ ହସ୍ତରେ ପତନ ଫଳରେ ଶିଶୁପାଳ ଦେହରେ ଶ୍ଲାଘ୍ୟ ଚେରିରାଜ ବଂଶରେ ଜନ୍ମ ହେଲା ଏବଂ ପ୍ରଚୁର ଐଶ୍ୱର୍ଯ୍ୟ ଲାଭ କରିଥିଲା। ଶ୍ରୀକୃଷ୍ଣଙ୍କୁ ବାସୁଦେବ ବୋଲି ତାଙ୍କ ବିଷ୍ଣୁ ଜ୍ଞାନରେ ବହୁଦିନ ପର୍ଯ୍ୟନ୍ତ ବିଦ୍ୱେଷ ଫଳରେ ତାଙ୍କ ଚିତ୍ତରେ ସେ ବିଦ୍ୱେଷ ଦୃଢ଼ ଭାବରେ ଥିବା ହେତୁ ନିନ୍ଦନ ତର୍ଜନ ଆଦି ଦ୍ୱାରା ସେ କୃଷ୍ଣ ନାମ ଉଚ୍ଚାରଣ କରୁଥିଲା। ପୁଣି ବଦ୍ଧମୂଳ ବିଦ୍ୱେଷ ଭାବରେ ଭ୍ରମଣ, ଭୋଜନ, ସ୍ନାନ, ଉପବେଶନ, ଶୟନ ଆଦି ଅବସ୍ଥାରେ କିଛିଟା ସେଇ ସୁନ୍ଦର ଭଗବତ ରୂପ ଶିଶୁପାଳର କୃଷ୍ଣାବିଷ୍ଟ ଚିତ୍ର ଅପସ୍କୃତ ହୁଏ ନା। ଆକ୍ରୋଶ ଆଦିରେ ସେଇ ନାମର ଉଚ୍ଚାରଣ, ହୃଦୟରେ ସେଇ ରୂପର ଅବଧାରଣ କରି କରି ଅନ୍ତିମ କାଳରେ ଦ୍ୱେଷାଦି ଅପରାଧ ଦୂର ହୋଇଥିବା ଯୋଗୁଁ ନିଜ ବିନାଶ ନିମିତ୍ତ ଆଗତ ସୁଦର୍ଶନ ଚକ୍ରର କିରଣ ଚଟାରେ ପରମ ବ୍ରହ୍ମ ଭଗବତ ସ୍ୱରୂପ ଦର୍ଶନ କରିଥିଲା। ପ୍ରତିକୂଳ ହେଲେ ସୁଦ୍ଧା ଭଗବତ ସ୍ମରଣ ପ୍ରଭାବରେ ଅଭଦ୍ର ରାଶି ଦଗ୍ଧ ହୋଇଯିବା ହେତୁ ଶିଶୁପାଳ ଭଗବତ ଚକ୍ରରେ ନିହତ ହୋଇ ଭଗବତ ସମୀପେ ଉପନୀତ ହେଲା ଏବଂ ତାଙ୍କଠାରେ ଲୟ ପ୍ରାପ୍ତ ହେଲା। ହେ ମୈତ୍ର, ଏହା ହିଁ ତୁମର ପ୍ରଶ୍ନର ଉତ୍ତର। ପ୍ରତିକୂଳ ଅନୁଶୀଳନ ଫଳରେ କୃଷ୍ଣ ଦ୍ୱେଷୀଗଣ ଯେତେବେଳେ ବୈରାନୁବନ୍ଧ ଦ୍ୱାରା ମଧ୍ୟ ସଦ୍ଗତି ଲାଭ କରିପାରନ୍ତି, ସେତେବେଳେ ଅନୁକୂଳ ଅନୁଶୀଳନ ଫଳରେ ସୁଧ ଭକ୍ତଗଣ ଦେଶର ଅପେକ୍ଷା ଉତ୍ତମ ଗତି କୃଷ୍ଣ ପାଦ ପଦ୍ମ ବା କୃଷ୍ଣ ପ୍ରେମ ଲାଭ କରିବେ, ଏଥିରେ ସନ୍ଦେହ କଣ ଅଛି? ସେଥିପାଇଁ କୁହାଯାଇଛି ଅନ୍ୟାଭିଳାଷା ଶୂନ୍ୟಂ ଜ୍ଞାନ କର୍ମାଦି ଅନାବୃତ ଆନୁକୂଲ୍ୟେନ କୃଷ୍ଣ ଅନୁଶୀଳନ ଭକ୍ତିର ଉତ୍ତମା। এই কথা ସେଥିପାଇଁ ଆମର କୁହାଯାଇଛି। ଶିଳରୂପ ଗୋସ୍ୱାମୀ କଥା କହିଛନ୍ତି। ସେଇ ଦୁଇ ଦୈତ୍ୟ ପୂର୍ବେ ଭଗବତ ପାର୍ଷଦ ଜୟ ଓ ବିଜୟ ଥିଲେ। ପରାଶର ଏ କଥା ନ କହି ସେମାନେ 3 ବାର ଜନ୍ମଗ୍ରହଣ କରିଥିଲେ, এই କଥା ମାତ୍ର କହିଥିଲେ। ଅତଏବ ଏହି ଭଗବତ ପାର୍ଷଦ୍ୱୟ ଯେ ସମସ୍ତ କଳ୍ପରେ ଅସୁର ରୂପେ ଜନ୍ମଗ୍ରହଣ କରନ୍ତି ତାହା ପରାଶରଙ୍କର ଅଭିପ୍ରାୟ ନୁହେଁ। ତା ନହେଲେ ପ୍ରତିକଳ୍ପରେ ହିଁ ଭଗବତ ପାର୍ଷଦଙ୍କର ପତନ হয়, ଏ କଥା ବଡ ଅସଙ୍ଗତ। ଅର୍ଥାତ୍ ଭଗବାନ ବିଷ୍ଣୁଙ୍କଠାରେ ସୃଷ୍ଟି କରିବାର ଇଚ୍ଛା ଶକ୍ତିର ନ୍ୟାୟ, ଯୁଦ୍ଧ କରିବା ଇଚ୍ଛା ଶକ୍ତି ନିତ୍ୟ ବର୍ତ୍ତମାନ କ୍ରୀଡ଼ା ମୋଦୀ ମହାରାଜ ଯେପରି ପ୍ରତିକୂଳ ପ୍ରତି ବିଶିଷ୍ଟ କ୍ରୀଡ଼କଗଣଙ୍କ ସହିତ ସର୍ବଦା କ୍ରୀଡ଼ା କରିଥାନ୍ତି, ପୁଣି କ୍ରୀଡ଼କଗଣଙ୍କର ଅନୁପସ୍ଥିତି ହେଲେ ସ୍ୱୀୟ ପାର୍ଷଦ
ବା ଅନୁଚରଗଣଙ୍କୁ ପ୍ରତିଦ୍ୱନ୍ଦ୍ୱୀ କରି ସେମାନଙ୍କ ସହିତ କ୍ରୀଡ଼ା କୁମୋଦ କରନ୍ତି ଏବଂ ସେହି ଅନୁଚରଗଣ ମଧ୍ୟ ପ୍ରତିକୂଳ ଭାବ ସହିତ କ୍ରୀଡ଼ା କରି ପ୍ରଭୁର ସନ୍ତୋଷ ବିଧାନ କରନ୍ତି। ସେହିପରି ଭଗବାନ ବିଷ୍ଣୁ ମଧ୍ୟ ପ୍ରତିକୂଳ ଭାବପନ୍ନ ଅନାଦି ବହିର୍ମୁଖ ଜୀବ ଅଥବା ସ୍ୱୀୟ କୌଣସି ପାର୍ଶ୍ୱଦଙ୍କୁ ପ୍ରତିକୂଳ ଭାବଯୁକ୍ତ କରି ଏବଂ ସେମାନେ ମଧ୍ୟ ପ୍ରତିକୂଳ ଭାବ ବିଶିଷ୍ଟ ହୋଇ ପରସ୍ପର ଯୁଦ୍ଧ ପ୍ରତି ଯୁଦ୍ଧ କ୍ରୀଡ଼ା କରି ଭଗବାନଙ୍କର ଆନନ୍ଦ ବିଧାନ କରନ୍ତି। ସେଥିପାଇଁ ପ୍ରତିକଳ୍ପରେ ବହୁତ ପାର୍ଶ୍ୱଦ ମାନଙ୍କର ପତନ ଅସଙ୍ଗତ। ତାହେଲେ ତ ଏ କଥା ହେଇଯିବ। ତାହେଲେ ଭଗବତ ପାର୍ଶ୍ୱଦ ଯେ ଚିତ୍ ଜଗତରେ ଅଛନ୍ତି, ବୈକୁଣ୍ଠ ଲୋକରେ ଅଛନ୍ତି ବା ବହୁତ ଧାମରେ ଅଛନ୍ତି, ତାହେଲେ ତାଙ୍କର ଏଠି ପତନ ହେଇଯିବ। ତାହେଲେ କାହିଁକି ଜଣେ ଯିବ ସେଠିକି? ତାହେଲେ ଯଦି ଏ ପତନ ଭୟ ସେଠି ରହିବ ନା, ତା ସଙ୍ଗତ ନୁହେଁ, ତା ଅସଙ୍ଗତ, ତାହା ଅସଙ୍ଗତ ଜିନିଷ, ସେପରି ହୁଏ ନା। ଏ କେବଳ ବହୁତ ଇଚ୍ଛା ଜୟ ବିଜୟ କରି ଆସିଥିଲେ, ନଚେତ୍ ସେ ଧାମର କାହିଁ ପତନ ହେବ? ତଥାପି ଏ ସମ୍ବନ୍ଧରେ ବିବାଦୀୟ ପ୍ରଶ୍ନ ବରାବର ଉଠୁଛି। ବଦ୍ଧଜୀବ ଯେ ଏ ଭୌତିକ ଜଗତରେ ପତିତ ହଉଛି, କୋଉଠି ପତିତ ହଉଛି? ଜୀବ ତ ନିତ୍ୟ କୃଷ୍ଣ ଦାସ, ସ୍ୱରୂପ ତ କୃଷ୍ଣ ଦାସ, ତ ତାର ସ୍ୱରୂପ ସ୍ମୃତି କୋଉଠି କୋଉ କ୍ଷେତ୍ରରେ ହଉଛି ଯେ ଏଠି ପତନ ହଉଛି କାହିଁକି? ସେଥିପାଇଁ ଅନେକ ମତ ଦିଅନ୍ତି ଯେ ସେ ସେଇ ଭଗବତ ରାଜ୍ୟରେ ପତିତ ହଉଛି, କାରଣ ସେ ତ କୃଷ୍ଣ ଦାସ ସ୍ୱରୂପ ତ ନିତ୍ୟ ହିଁ ତ ନିତ୍ୟ କୃଷ୍ଣ ଦାସ, ଅନିତ୍ୟ କଥା ଭିତରେ କିଛି ନାହିଁ। ନିତ୍ୟ କୃଷ୍ଣ ଦାସ, ଜୀବର ସ୍ୱରୂପ ନିତ୍ୟ କୃଷ୍ଣ ଦାସ, ତାହେଲେ ସେ ନିତ୍ୟ ଦାସ ନା ନିତ୍ୟ ପାର୍ଶ୍ୱଦ ରୂପରେ ଦାସ ରହୁଛି। ତାହେଲେ ପତନ ହେଲା ତ ସେଠି ପତନ। ଆଉ ଜୟ ବିଜୟ ଯେପରି ପତନ ହେଲେ ସେପରି ପତନ। ଜୟ ବିଜୟଙ୍କର ପତନର ଇଏ ହେଉଛି ତତ୍ତ୍ୱ, ଇଏ ହେଉଛି ତତ୍ତ୍ୱ। ଭଗବତ ଇଚ୍ଛା, ଭଗବାନ ଆନନ୍ଦ ପାଇବେ ଯୁଦ୍ଧ କରି ପ୍ରତିକୂଳ ମନୋଭାବ ବିଶିଷ୍ଟ ହେବେ ସେମାନେ। ଭଗବାନ ସେ ଯୁଦ୍ଧ କରିବେ, ଭଗବାନ ଯୁଦ୍ଧ କରିକି ଆନନ୍ଦ ପାଇବେ। ଏଇ କଥାଟା ସେମାନେ ଭଗବାନଙ୍କ ଆନନ୍ଦ ବିଧାନ କରିଛନ୍ତି, କାରଣ ସେମାନେ ଭଗବତ ପାର୍ଶ୍ୱଦ। ସେଥିପାଇଁ ପ୍ରତିକଳ୍ପରେ ଭଗବତ ପାର୍ଶ୍ୱଦ ମାନଙ୍କର ପତନ ଅସଙ୍ଗତ କାହିଁକି ହେବ? ସେଥିପାଇଁ ମହାଜନ ମାନି ଆଚାର୍ଯ୍ୟଗଣ ସେଥିପାଇଁ ମତ ଦିଅନ୍ତି ଏଇ ଯୋଉ ପତନ ବହିର୍ମୁଖତା হয় ଜୀବ, ତାହାର ଆଜି ନିର୍ଣ୍ଣୟ କରାଯାଇ ପାରିବ ନା। କୋଉ ସମୟରେ କୋଉ କାଳରେ କେମିତି ଭାବରେ କୋଉଠି କେତେ ଅଛି। କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଓ ତ ଏଇ ମାୟା ତାରେ ଦେହ ସଂସାର ଆଦି ଦୁଃଖ। ଅନାଦି ଶବ୍ଦ ବ୍ୟବହାର କରାଯାଇଛି, ଯାହାର ଆଦି ନିର୍ଣ୍ଣୟ ଆମେ କରିପାରିବା ନାହିଁ। We cannot trace out its beginning. ଏଇଟା କଥାଟା ଅଛି। ଯଦି ଆମେ କହିବା ହଁ ସେମାନେ ଭଗବତ ସାମ୍ରାଜ୍ୟରୁ ପତିତ ହେଲେ, ତାହେଲେ ଆଦି ନିର୍ଣ୍ଣୟ କରିଦେଲେ, ସେଠି କେଲେ ଏଇଟା ଆସିଲେ, ତାହେଲେ ଅନାଦି ଶବ୍ଦ କାହିଁକି ବ୍ୟବହାର କରାଯିବ? ଆଉ ସମସ୍ତେ ପତିତ ହେବେ, ତାହେଲେ ଭଗବତ ସାମ୍ରାଜ୍ୟରୁ ତାହେଲେ ପତନ ହେଇଯିବ। ଭଗବତ ପାର୍ଶ୍ୱଦ ଅଛି ତାଙ୍କର ପତନ ହେଇଯିବ। ତାହେଲେ ସେଠିକି ଯିବା ପାଇଁ ପ୍ରଚେଷ୍ଟା କାହିଁକି କରିବ? କାହିଁକି ଏ ତ ଗଲେ ତ ପତନ ହବ। ଯେମିତି ଆମେ ସ୍ୱର୍ଗ ରାଜ୍ୟ ଗଲେ ତ ପତନ ହଉଛି। କ୍ଷୀଣ ପୁଣ୍ୟ ମର୍ତ୍ତ୍ୟ ଲୋକ ମିଶନ୍ତି, କାରଣ ଭୌତିକ ସାମ୍ରାଜ୍ୟରେ ଭୌତିକ ବ୍ରହ୍ମାଣ୍ଡରେ ଯେତେ ଉଚ୍ଚ ଲୋକ ବ୍ରହ୍ମ ଲୋକ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ। ଏଇ କଥା ଗୀତା ଭଗବାନ କହିଛନ୍ତି ପୁନରାବର୍ତ୍ତିନ ଏଠି ହଉଛି, ସେଠି ତ ନାହିଁ। ଜଗତ ନ ନିବର୍ତ୍ତନ୍ତି ତଦ୍ଧାମ ପରମ ମମ, ମୋର ପରମ ଧାମ ଗଲେ ନିବର୍ତ୍ତନ ନାହିଁ, ପୁନରାବର୍ତ୍ତନ ନାହିଁ, ତାର ଏ କଥା ଆସିବ କୁଆଡେ? ଇ ବଡ ଗଭୀର ପ୍ରଶ୍ନ, ଆଉ ଏ ବିବାଦୀୟ ପ୍ରଶ୍ନ ହେଇଛି, ଡିବେଟେବଲ କ୍ୱେଶ୍ଚିନ୍ ଯାଉଛି। କିନ୍ତୁ ଆଚାର୍ଯ୍ୟ ମାନଙ୍କର କଥାଟାକୁ ଆମେ କେବଳ ଗ୍ରହଣ କରିନେବା। ଅଚିନ୍ତା ଖଳୁ ଯେ ଭାବା ନଷ୍ଟ ତର୍କେଣ ଯୋଜୟତ, ଯୋଉଟା ଅଚିନ୍ତ୍ୟ ଯେ ନାହିଁ ସେଥିରେ ତର୍କ ଯୋଗ କରିବାର ନାହିଁ। ଏ ଭାଗବତରେ କୁହାଯାଇଛି ଏଠି ତର୍କ କରିବାର କିଛି ଅବକାଶ ନାହିଁ। ଚଳଚିତ୍ରରେ ମହାଜନ ମାନଙ୍କର ପ୍ରାମାଣିକ ଆଚାର୍ଯ୍ୟ ମାନଙ୍କର ଯୋଉ ତତ୍ତ୍ୱଗତ ବିଚାର ଦେଇଛନ୍ତି ତାକୁ ଆମେ ଗ୍ରହଣ କରିନେବା। ସେ ତର୍କ କାହିଁକି ସେ କଥା କୁହାଯାଉଛି। ଭଗବାନ ଯେ ଅଲୌକିକ ନୃସିଂହ ରୂପେ ଆବିର୍ଭୂତ ହେଇଥିଲେ, ସେଥିରେ ହିରଣ୍ୟକଶିପୁର ବିଷ୍ଣୁ ବୁଦ୍ଧି ହେଲା ନା।
କିନ୍ତୁ କୌଣସି ପୁଣ୍ୟର ଆସିଲା ତ ପ୍ରାଣୀ ମାତ୍ର ବୁଦ୍ଧି ହେଲା ମନେ କଲା। ରଜଗୁଣ ଉଦ୍ରେକ ହେତୁ ବୁଦ୍ଧି ରଜପ୍ରେରିତ ହେବାରୁ ନୃସିଂହଦେବଙ୍କୁ ସେ ଗୋଟିଏ ତେଜସ୍ୱୀ ପ୍ରାଣୀ ଏହିପରି ଭାବନା କରିବାରୁ ଅନ୍ତିମ କାଳରେ ତାଙ୍କ ରୂପ ଭାବନା କରିପାରିଲା ନା। ସୁଦର୍ଶନ କେବଳ ନୃସିଂହଦେବଙ୍କ ହସ୍ତରେ ବିନାଶ ହେତୁ ରାବଣ ଦେହରେ ସୁଦୁର୍ଲଭ ଭୋଗ ସମ୍ପତ୍ତି ଲାଭ କଲା। ବିଷ୍ଣୁ ବୋଲି ନିଶ୍ଚିତ ଧାରଣାର ଭାବରେ ଏବଂ ଅତି ଦ୍ୱେଷର ଭାବରେ ଭଗବାନଙ୍କ ଠାରେ ଆବେଶ ବୃଦ୍ଧି ହୁଏ ନା। ଭଗବାନ ଠାରେ ଆବେଶ ବୃଦ୍ଧି ବ୍ୟତୀତ ଯେ ଦ୍ୱେଷ ତାହା ବେଣରାଜ ସଦୃଶ ନକ୍ଷର କାରଣ। ଅତ୍ୟନ୍ତ ଆବେଶ ନହେଲେ ନିନ୍ଦାଦି ଜନିତ ଅପରାଧର ବିନାଶ ହେଇପାରେ ନା। ଆବେଶର ଅଭାବରେ ଅପରାଧ ନାଶ ନ ହେବାରୁ ଓ ଭଗବାନଙ୍କର ଶୁଦ୍ଧ ସ୍ୱରୂପର ଦର୍ଶନ ହେତୁ ପରମ ବ୍ରହ୍ମ ନୃସିଂହଦେବ ପ୍ରକଟ ଥିଲେ ସୁଦ୍ଧା ହିରଣ୍ୟକଶିପ ତାଙ୍କଠାରେ ଲୀନ ହେଇପାରିଲା ନା। ରାବଣ ଦେହରେ ମଧ୍ୟ ତାର ଚିତ୍ତ ଅତ୍ୟନ୍ତ କାମ ପରତନ୍ତ୍ର ହୋଇ ଶ୍ରୀରାମଙ୍କ ଠାରେ ତାର ହିରଣ୍ୟକଶିପ ସଦୃଶ ମନୁଷ୍ୟ ବୁଦ୍ଧି ଥିଲା। ଏହି କାରଣରୁ ସେହି ଦୈତ୍ୟ ଶିଶୁପାଳ ରୂପରେ ପୁନର୍ବାର ପୂର୍ବ ଭଳି ଉତ୍ତମ ଭୋଗ ସମ୍ପଦ ଲାଭ କଲା। ସେ ଶ୍ରୀକୃଷ୍ଣଠାରେ ବାସୁଦେବତ୍ୱ ଥିବା ହେତୁ ସେହି ନାମ ଯୋଗ ହେତୁ ସେ ତତ୍କାଳେ ତାଙ୍କୁ ପୁନର୍ଜନ୍ମ ଦ୍ୱୟର ମୃତ୍ୟୁର କାରଣ ନିଶ୍ଚୟ କରି ଅତ୍ୟନ୍ତ ଦ୍ୱେଷ ଓ ପରମ ଆବେଶ ବଶତଃ ସଦତ ନିନ୍ଦା ତର୍ଜନାଦି ଦ୍ୱାରା ସେହି ସବୁ ନାମ କୀର୍ତ୍ତନ କରି ତାଙ୍କଠାରେ ଚତୁର୍ଭୁଜାଦି ରୂପ ଦର୍ଶନ କରି ବିଷ୍ଣୁ ବୋଲି ନିଶ୍ଚୟ କରି ନାମ କୀର୍ତ୍ତନ ସଦୃଶ ସେହି ରୂପର ଅନୁକ୍ଷଣ ଚିନ୍ତା କଲା। ସେଇଥି ଯୋଗୁଁ ଦ୍ୱେଷ ଜନିତ ପାପ ରାଶି ଦଗ୍ଧ ହୋଇ ଶ୍ରୀକୃଷ୍ଣ ନିକ୍ଷିପ୍ତ ଚକ୍ରର ଦୀପ୍ତି ଦ୍ୱାରା ତାହାର ଦୈତ୍ୟ ଭାବ ଦୂର ହେଇଗଲା ଏବଂ ଶୁଦ୍ଧ ସଂସ୍କୃତ ଦିବ୍ୟ ଚକ୍ଷୁ ଲାଭ କରି ସେ ତାଙ୍କର ଉଜ୍ଜଳ ପରମ ବ୍ରହ୍ମ ନରାକୃତି ରୂପ ଦର୍ଶନ କଲେ। ତତ୍କାଳେ ସୁଦର୍ଶନ ଚକ୍ର ଆଘାତେ ତାହାର ଦୈତ୍ୟ ଦେହ ବିନଷ୍ଟ ହେବାରୁ ସେ ପରମ ବ୍ରହ୍ମଙ୍କ ଠାରେ ଲୀନ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଠାରେ ଦ୍ୱେଷ ଜନିତ ବିଷୟ ଆବେଶ ହେତୁ ଶିଶୁପାଳ ତାଙ୍କଠାରେ ସାତ୍ୟ ଲୟ ପ୍ରାପ୍ତ ହୋଇଥିଲା। ଏହି କଥା କହି ନିଜର ବାଲ୍ୟ ଲୀଳାରେ ନିହତ ପୁତନାଦିର ମୁଖ୍ୟ କିନ୍ତୁ ଅନ୍ୟ ଅବତାରରେ ଏବଂ ଈଶ୍ୱର ଚେଷ୍ଟାକ୍ରମେ ନିହତ କାଳନେମୀ ପ୍ରଭୃତିର ମୁଖ୍ୟ ଭାବ ଆଲୋଚନା କରି ପରାଶର ମୁନି କଥା କରିଦେଲେ। ଶ୍ରୀ ସନାତନ ପ୍ରଭୁ ବୃହତ ଭାଗବତାମୃତରେ ଅହୋ ଶ୍ଲାଘ୍ୟ କଥମ ମୋକ୍ଷ ଦୈତ୍ୟାନାମପି ଦୃଶ୍ୟତେ ତୈରେବ ଶାସ୍ତ୍ରୀ ନିନ୍ଦନ୍ତେ ଯେ ଗୋବିପ୍ରାଦିଘାଦିନ ସର୍ବଦା ପ୍ରତିଯୋଗିତ୍ୱଂ ଯତ୍ସାଧୁତ୍ୱା ସୁରତ୍ୱୟ ତତ୍ସାଧନେ ସୁସାଧ୍ୟେ ଚ ବୈପରୀତ୍ୟଂ କିଳୋଚିତଂ। ଏ କଥା ବୃହତ ଭାଗବତାମୃତରେ ବର୍ଣ୍ଣନା କରିଛନ୍ତି। ସଜ୍ଜନ କୋଶଳୀ ଦଶମ ଖଣ୍ଡରେ ଶ୍ରୀମଦ୍ ଭକ୍ତି ବିନୋଦ ଠାକୁର କୃତ ଅନୁବାଦ ରହିଛି। ଯେଉଁ ସବୁ ଦୈତ୍ୟମାନଙ୍କୁ ଶାସ୍ତ୍ରରେ ଗୋପିପ୍ରାତିଘାତୀ ବୋଲି ନିନ୍ଦା କରାଯାଇଛି ସେହି କଂସାଦି ଦୈତ୍ୟଗଣ ଯେ ସାଧୁଯ୍ୟ ମୁଖ୍ୟ ଲାଭ କରିଛନ୍ତି ସେ ମୁଖ୍ୟ କିପରି ଶ୍ଲାଘ୍ୟ କୁହାଯିବ? ଭଗବତ ଭକ୍ତଗଣ ହିଁ ସାଧୁ ଏବଂ ଭଗବତ ବିଦ୍ୱେଷୀଗଣ ଅସୁର। ସାଧୁତ୍ୱ ଅସୁରତ୍ୱରେ ଯେପରି ସର୍ବଦା ବୈପରୀତ୍ୟ ଧର୍ମ ଅଛି ସେମାନଙ୍କର ସାଧନ ଓ ସାଧ୍ୟ ବିଷୟରେ ମଧ୍ୟ ସେହିପରି ବୈପରୀତ୍ୟ ଭାବ ରହିଛି। ଅସୁର ମାନଙ୍କର ସାଧୁ ବିଦ୍ୱେଷ ଗୋବିପ୍ରହନନ ହିଁ ସାଧନ ଏବଂ ମୋକ୍ଷ ହିଁ ତାଙ୍କର ସାଧ୍ୟ। ଭକ୍ତ ମାନଙ୍କର ଭକ୍ତି ହିଁ ସାଧନ, ପ୍ରେମ ହିଁ ସାଧନ ସାଧ୍ୟ। ଯେଉଁମାନେ ସେହି ମୋକ୍ଷ ପ୍ରୟାସୀ ସେମାନେ ସୁତରାଂ ଅସାଧୁ ଜଣଙ୍କ ସଦୃଶ କେବଳ ଜ୍ଞାନ ଚେଷ୍ଟା ରୂପ ଅସାଧୁ ସାଧନ ଆଶ୍ରୟ କରନ୍ତି। ଏ ସଜ୍ଜନ କୋଶଳୀରେ ଶ୍ରୀ ଭକ୍ତି ବିନୋଦ ଶ୍ରୀମଦ୍ ଭକ୍ତି ବିନୋଦ ଠାକୁର ସନାତନ ଗୋସ୍ୱାମୀଙ୍କର ଭାଗବତାମୃତର ସେ କଥାର ତାତ୍ପର୍ଯ୍ୟ ନିର୍ଣ୍ଣୟ ଦେଇଛନ୍ତି। ସେଥିପାଇଁ ଭକ୍ତ କେବେ କୌଣସି ପ୍ରକାର କାମନା ବାସନା ପୋଷଣ କରେ ନା। ସୁଦ ଭକ୍ତ ଯାହା ପ୍ରହ୍ଲାଦ ମହାରାଜ କହିଲେ ନସଭୃତ୍ୟ ସବଇ ବଣି, ଯେ ଭଗବାନଙ୍କ ସେବା କରିବ ତାର ବଦଳରେ କିଛି ମାଗିବ ତାହେଲେ ସେ ଭୃତ୍ୟ ହେଲା, ସେ ବଣିକ ହେଲା, ଦେବାନଟା କାରବାର ଅଛି। ତେଣୁ ସୁଦ ଭକ୍ତର କୌଣସି କାମନା ନଥାଏ, ସେ ସେବା ବଦଳରେ କିଛି ମାଗନ୍ତି ନା। न धनं न जनं न सुन्दरीं कवितं वा जगदीश कामये मम जन्मनि जन्मनीश्वरे भवता भक्ति अहित कितु।
ଏ କଥା ସେଥିପାଇଁ ଶ୍ରୀମନ୍ ମହାପ୍ରଭୁଙ୍କର ଶିକ୍ଷାରେ ଦିଆଯାଏ ଶ୍ରୀକ୍ଷେତ୍ରରେ ଏ ଶୁଣନ୍ତି। ପ୍ରହ୍ଲାଦ ମହାରାଜ ସେଇ ଶିକ୍ଷା ଦେଇଛନ୍ତି। ସେ କୌଣସି ବର ପ୍ରାର୍ଥନା କରିନାହାନ୍ତି। ବରଂ କହିଛନ୍ତି ଯଦି ବରଦର୍ଶ ଆପଣ ବର ଦେବେ ତାହେଲେ ଏତିକି ଦିଅନ୍ତୁ, ଏତିକି କରନ୍ତୁ, ଯେପରି କସ୍ମିନ୍ କାଳେ କୌଣସି ପ୍ରକାର ଅବସ୍ଥାରେ ମୋର ମନରେ ଏ ଭୌତିକ କାମନା ଜାଗ୍ରତ ନ ହେବ। ଏ ଭୌତିକ କାମନା କସ୍ମିନ୍ କାଳେ କୌଣସି ସମୟରେ ଜାଗ୍ରତ ନ ହୁଏ, ଏହି ବରଟି ଦିଅନ୍ତୁ। ସର୍ବଦା ସତତ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଆପଣଙ୍କର ଭକ୍ତି ସେବା, ମୁଁ ସେବକ ଆପଣଙ୍କର ନିତ୍ୟ ଭୃତ୍ୟ ସ୍ୱାଭାବିକ, ଭୃତ୍ୟ ଆପଣ ନିତ୍ୟ ସ୍ୱାଭାବିକ, ପ୍ରଭୁ ମୋ ଏହି ଭାବ ରହିବ। ଆଉ କୌଣସି ପ୍ରକାର ଭୌତିକ କାମନା କହିଛି। ସେଥିପାଇଁ ପ୍ରହ୍ଲାଦ ମହାରାଜ ଏଇ ବର ହିଁ ମାଗିଛନ୍ତି ଯେ କାମନା ହୃଦୟ ସଂଗ୍ରହଂ ଭବତସ୍ତୁ ବୃଣୀବରମ୍। ଏ ହେଉଛି ଅସଲ କଥା। ଆଉ ଶ୍ରୀ ନୃସିଂହଦେବ ସେଇ କୃପା କରନ୍ତି। ସେ ନୃସିଂହଦେବଙ୍କର କୃପା ଆମର ସତ୍ୟ ପାଇଁ ସର୍ବଦା ପ୍ରାର୍ଥନୀୟ। ଭକ୍ତି ପଥରେ ନାନା ବାଧା ବିଘ୍ନ ରହିଛି, ନୃସିଂହଦେବ ତାହା ଦୂର କରନ୍ତି। ଅତ୍ୟନ୍ତ କୃପାଳୁ ନୃସିଂହଦେବ। ସେଥିପାଇଁ ଆମମାନେ ସଦସ୍ୟ ନୃସିଂହଦେବଙ୍କର ପ୍ରାର୍ଥନା କରୁ। ଭୟ ତ ପ୍ରତି ପଦକ୍ଷେପରେ ରହିଛି ଭୌତିକ ଜଗତରେ, ପ୍ରତି ପଦକ୍ଷେପରେ ବିପଦ ରହିଛି, ପଦେ ପଦେ ବିପଦାନ, ଦ୍ୱିତୀୟ ବିନିବେଶ ଜନିତ ଭୟ ରହିଛି। ତେଣୁ ଏ ବିପଦ ଭୟ ଦୂରୀକରଣାର୍ଥେ ନୃସିଂହଦେବଙ୍କର କୃପା ପ୍ରାର୍ଥନା କର। ନମସ୍ତେ ନରସିଂହାୟ ପ୍ରହ୍ଲାଦଦାୟିନୀ ହିରଣ୍ୟକଶିପୁ ବକ୍ଷଶିଳାଟଙ୍କ ନଖାଳୟେ ସିତୋ ନୃସିଂହୋ ପରतो ନୃସିଂହୋ যতো যতো যামি ততো নৃসিংহ বাহি নৃসিংহ দ্বৈ নৃসিংহ নৃসিংহমাদি শরণং প্রপদ্যে তব কর কমলবরে নাথমাদ্ভুত শৃঙ্গং বলিতৈরণ্যকশিপুতন সবদূত নরহরির জয় জগদীশ হরি, জয় জগদীশ, জয় জগদীশ। কমল হরে ତେଣୁ ଏ ହେଉଛି ଆମର ପ୍ରାର୍ଥନା। ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଆମେ ଭଗବାନ ନୃସିଂହଦେବଙ୍କ ଠାରେ ଏ ପ୍ରାର୍ଥନା କରୁ, ବୈଷ୍ଣବ ପରି କରେ। ତେଣୁ ସେ ଭଗବାନ ନୃସିଂହଦେବ ସମସ୍ତ ପ୍ରକାର ବିପଦ, ସମସ୍ତଙ୍କର ଭୟ ରକ୍ଷା କରିବେ। ଆଉ ମୋଷ୍ଟ ଇମ୍ପୋର୍ଟାଣ୍ଟ ଗୁରୁତ୍ୱପୂର୍ଣ୍ଣ କଥା ଯାହା ପ୍ରହ୍ଲାଦ ମହାରାଜ ପ୍ରକାଶ କରିଛନ୍ତି ଯେ ଆମର ବହୁ ଆମେ ଦୁର୍ବଳ ଜୀବ, ଦୁର୍ବଳ ଚିତ୍ତ, ବହୁ ଦୁର୍ବଳତା ଆମର ଅଛି। ସେଥିପାଇଁ ଅପ୍ରତ୍ୟାଶିତ ଭାବରେ, ଆଶ୍ଚର୍ଯ୍ୟଜନକ ଭାବରେ ସେ ମାୟା ଆମକୁ ଧରି ପକାଉଛି। ଆମ ଦୁର୍ବଳତା ନେଇ ଏ ଭୌତିକ କାମନା ଜାଗ୍ରତ ହେଇଯାଉଛି ଦୁଷ୍ଟ ମନରେ। ସେଥିପାଇଁ ନୃସିଂହଦେବଙ୍କ ପ୍ରାର୍ଥନା, ସେଇ ବର ପ୍ରଦାନ, ସେଇ ବର ପ୍ରାର୍ଥନା। ହେ ଭଗବାନ ନୃସିଂହଦେବ କୃପା କରନ୍ତୁ। ତସ୍ମିନ୍ କାଳେ କୌଣସି ପ୍ରକାର ପରିସ୍ଥିତିରେ ଯେପରି ମୋର ହୃଦୟରେ ସେ ଭୌତିକ କାମନା ଜାଗ୍ରତ ନ ହୁଏ, ଏହି ବର ହିଁ ପ୍ରାର୍ଥନା, ଅନ୍ୟ ବର କିଛି ନା। ଏ ହେଉଛି ଶିକ୍ଷା ଆମର। ପ୍ରହ୍ଲାଦ ମହାରାଜ ମହାଜନ ସୂତ୍ରେ
द्वादश महाजन मध्य अन्यतम प्रहलाद महाराज ये शिक्षा आमको दौरान तेणु आज दिवस भगवान श्री श्री नृसिंहदेव शुभ आविर्भाव दिवस आम ये प्रार्थना श्री नृसिंहदेव ठारे करिबा से आम प्रति अहेतुकी कृपा प्रकाश करंतु आम पतित जीव अत्यंत अधम पतित से अत्यंत कृपालु पतित पावन से कृपा न करेंगे आम माने भक्ति पथर पथिक हो पाराना भक्ति साधन कर तेणु तांकर कृपा सदुत काम तेणु आज दिवस ये प्रार्थना करी जय नृसिंहदेव भगवान की जय भक्त प्रहलाद महाराज की जय समवेत भक्त वृंद की जय भगवान श्री नृसिंहदेव शुभ आविर्भाव तिथि की जय।